ଠାକୁର ପରମ ଆରାଧ୍ୟା ଜଗଜ୍ଜନନୀ ଶିଶି ବଡ଼ମା ପରମ ପୂଜ୍ୟପାଦ ଯୁଗାଚାର୍ଯ୍ୟ ଶିଶି ବଡ଼ଦା ପରମ ପୂଜ୍ୟପାଦ ଆଚାର୍ଯ୍ୟ ଦେବୀ ଚତୁର୍ଦେବଙ୍କ ଶ୍ରୀପଦ ପଙ୍କଜ ତଳେ ମୋର ଭକ୍ତିପୂତ ପ୍ରଣାମ। ଇଷ୍ଟ ପରିବାର ସମସ୍ତଙ୍କର ଶ୍ରୀପଦ ପଙ୍କଜ ତଳେ ମୋର ଆଭୂମି ପ୍ରଣାମ। ଆଜି এই ଅନଲାଇନ୍ ସତ୍ସଙ୍ଗ ଓଡ଼ିଶା ସତ୍ସଙ୍ଗ ଅନଲାଇନ୍ ସତ୍ସଙ୍ଗର ପରିଚାଳକ ମୋ ସମ୍ମାନୀୟ ସୁବାସ ଭାଇ, ଯୋଡ଼ି ହୋଇଥିବା ଇଷ୍ଟ ବାର୍ତ୍ତାବାହୀ ରୀତିକ ଦେବତା ମଣ୍ଡଳୀ, ଅଧୈର୍ଯ୍ୟ ଯାଜକ କର୍ମୀ ମଣ୍ଡଳୀ, ସତ୍ସଙ୍ଗୀ ପ୍ରେମୀ ଗୁରୁ ଭ୍ରାତା ଭକ୍ତିମତୀ ମାତୃମଣ୍ଡଳୀ, ପିଲାମାନେ ସମସ୍ତଙ୍କୁ ଏହି ପ୍ରାତଃ ସତ୍ସଙ୍ଗରେ ମୋ ପ୍ରୀତିପୂର୍ଣ୍ଣ ଜୟଗୁରୁ ତଥା ସମସ୍ତଙ୍କର ସାର୍ବିକ ମଙ୍ଗଳ କାମନା କରି ସମସ୍ତେ ଭଲରେ ରୁହନ୍ତୁ, ସୁଖରେ ରୁହନ୍ତୁ, ଶାନ୍ତିରେ ରୁହନ୍ତୁ, ପ୍ରଭୁଙ୍କୁ ଧରି ପ୍ରଭୁଙ୍କ ପଥରେ ଚାଲି ଏହା ହିଁ କାମନା କରି ପରମ ଦୟାଳଙ୍କ ରାତ ଚରଣ ତଳେ ପ୍ରାର୍ଥନା ନିବେଦନ ଜଣାଏ। ସୁନ୍ଦର ଭାବରେ ଭଜନ କୀର୍ତ୍ତନ ଯେଉଁମାନେ ଗାଉଥିଲେ ଓ ସୁନ୍ଦର ସୁନ୍ଦର କଣ୍ଠଶିଳ୍ପୀ ଭାରି ଉପଭୋଗ୍ୟ ହେଉଥିଲା। ମନମୁଗ୍ଧକର ମଧୁମୟ ପରିବେଶ, ଏକ ଇଷ୍ଟମୟ ଭାବମୟ ପରିବେଶ ସୃଷ୍ଟି କରିଛନ୍ତି ଭଜନ କୀର୍ତ୍ତନ ଯେଉଁମାନେ ଗାଇଥିଲେ। ତେଣୁ ସେମାନଙ୍କର ତାଙ୍କର ପରିବାର ସାର୍ବିକ ମଙ୍ଗଳ କାମନା କରି ପରମ ଦୟାଳଙ୍କ ରାତୁଳ ଚରଣ ତଳେ ପ୍ରାର୍ଥନା ନିବେଦନ ଜଣାଏ। ଆଜି ଭୋଗ ଅର୍ଘ୍ୟ ଜଣେ ଭାଇ ନିବେଦନ କରିଛନ୍ତି, ସେ ବାସ୍ତବିକ ଧନ୍ୟ ଏବଂ ଆଜିର ମଧୁମୟ ପରିବେଶ ସୃଷ୍ଟି କରିବାରେ ପ୍ରଭୁଙ୍କ ପାଖରେ ପ୍ରଭୁଙ୍କ ଶ୍ରୀଚରଣରେ ସେ ଭୋଗ ଅର୍ଘ୍ୟ ନିବେଦନ କରିଛନ୍ତି ପ୍ରଭୁଙ୍କୁ ତୃପ୍ତି କରିବା ପାଇଁ। ତେଣୁ ସେ ଯେଉଁ ଉଦ୍ଦେଶ୍ୟରେ କରନ୍ତୁ ନା କାହିଁକି ପ୍ରଭୁ ତାଙ୍କର ଉଦ୍ଦେଶ୍ୟ ପୂରଣ କରିବେ, ଏହା ହିଁ ପ୍ରାର୍ଥନା ଜଣାଇ ମୁଁ ପ୍ରଭୁଙ୍କ ପାଖରେ ପ୍ରାର୍ଥନା ନିବେଦନ ଜଣାଏ। ଇଏ ପ୍ରାତଃ ସତ୍ସଙ୍ଗ ଏକ ମଧୁମୟ ବ୍ରାହ୍ମ ମୁହୂର୍ତ୍ତରେ ପ୍ରାର୍ଥନା ପରେ ପରେ ଏ ସତ୍ସଙ୍ଗ ଯୋଡ଼ି ହୁଏ। ପ୍ରଭୁଙ୍କର କଥା ଶୁଣିବା, ଗୁଣଗାନ କରିବାର ଅପୂର୍ବ ସୁଯୋଗ ମିଳେ। এই ନେଇକି ମନଟା ଟିକେ ঊର୍ଦ୍ଧ୍ୱମୁଖୀ, ଇଷ୍ଟମୁଖୀ, ଉତ୍ସମୁଖୀ ହୁଏ ଏବଂ ସାରା ଦିନ ସାଂସାରିକ କର୍ମ କରିବାରେ ଏଟା ସହଜ ସୁବିଧା ହୁଏ। ସାଂସାରିକ କର୍ମରେ ମଧ୍ୟ এই ଇଷ୍ଟ ଭାବଟା ଟିକେ ଉତ୍ସମୁଖୀ ହବାର ଟିକେ ସାହାଯ୍ୟ କରେ, ପ୍ରେରଣା ଦିଏ। ଜୀବନରେ ଆଜ୍ଞା ଜନ୍ମ ହେବାଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ କର୍ମରେ, ବିଭିନ୍ନ କାମରେ, ବିଭିନ୍ନ ଦିଗରେ ଆମେ ସମୟଟାକୁ ଅତିବାହିତ କରିଛୁ। କିଏ 50 ବର୍ଷ ହଉ, କିଏ 60 ବର୍ଷ ହଉ, 40 ବର୍ଷ, ଯିଏ ଯେତେ ବର୍ଷ ଆୟୁଷ ହେଲାଣି ସେତେ ବର୍ଷ ଯାଏ ଆମେ ସମୟ କାଟି ଆସିଛୁ, ଅତିବାହିତ କରିଛୁ। ତେବେ ଏ ସାର୍ଥକ ହୁଏ, ମଣିଷ ଜନ୍ମଟା ଧନ୍ୟ ହୁଏ, ସାର୍ଥକ ହୁଏ ସେ କେମିତି ଭାବରେ ତାର ସମୟଟାକୁ ବିନିଯୋଗ କରିଛି। ସେ ତାର ସମୟ ବିନିଯୋଗକୁ ନେଇ ତାର ଜୀବନ ଧନ୍ୟ ହୁଏ, ସାର୍ଥକ ହୁଏ। କାରଣ ଯୋଉ ସମୟ ଭିତରେ ଆମେ ଭିତରେ ପ୍ରଭୁଙ୍କର କରୁଛନ୍ତି, ସେ ସମୟରେ ମଧ୍ୟ ଚୋର ଚୋରି କରୁଥିବ, କିଏ ହିଂସାତ୍ମକ କାର୍ଯ୍ୟ କରୁଥିବ, କିଏ ଅସତ କର୍ମ କରୁଥିବ, ସେ ତା କର୍ମ କରୁଥିବ। ସେ ସମୟ ଭିତରେ ଆମେ ସାଧୁ ସଙ୍ଗ ତାଙ୍କର ଗୁଣଗାନ କରୁଛନ୍ତି, ଶୁଣୁଛନ୍ତି। ତେଣୁ କର୍ମ ସମୟ ଅନୁସାରେ ମଣିଷ ଜୀବନଟା ଧନ୍ୟ ସାର୍ଥକ ହୁଏ, ସେ କେମିତି ସମୟଟାକୁ ବିନିଯୋଗ କରୁଛି। ଆଜ୍ଞା ଆମ ଜନ୍ମ ଧନ୍ୟ। କାହିଁକି ଧନ୍ୟ? ସେ ବରଦା କହିଥିଲେ ଯେ ବହୁ ପୁଣ୍ୟ ମଣିଷ ଜନ୍ମଟା ମିଳେ ଏବଂ ମଣିଷ ଜନ୍ମର ସାଧନା ଥିଲେ ସଦ୍ଗୁରୁ ପ୍ରାପ୍ତି ହୁଏ। କାରଣ ଜୀବନର ଉଦ୍ଦେଶ୍ୟ ହେଲା ସଦ୍ଗୁରୁ ପାଇବା। ତତୋধিକ ସାଧନା ଥିଲେ, ମଣିଷ ଜନ୍ମ ତତୋଧିକ ସାଧନା ଥିଲେ ସେ ସଦ୍ଗୁରୁଙ୍କ ସେବାରେ ନିଜକୁ ନିୟୋଜିତ କରେ। ଆଜ୍ଞା ଯୋଉମାନେ ତାଙ୍କର ପ୍ରବୃତ୍ତି ସେବାରେ ଜନ୍ମ ହେଇଛନ୍ତି ମାନେ ସେମାନେ ଜଗନ୍ନାଥଙ୍କ ପ୍ରତ୍ୟକ୍ଷ ସେବା କରିବେ। ତେଣୁ ସେମାନେ ଏଭଳି କରିଛନ୍ତି ଏବଂ ପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା ପ୍ରଭୁଙ୍କର ସେବା କରିବେ, ଧନ୍ୟ ତାଙ୍କର ଜୀବନ। ସେଭଳି ପୁଣ୍ୟ ପ୍ରୟୋଜନ କରିଛନ୍ତି। ଆମେ ଯୋଉ ସମୟରେ ରହୁଛୁ ଗୁରୁଙ୍କ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ସେବା ଯୋଉମାନେ ରହନ୍ତି, ଆମେ ଏମିତି ଚାହୁଁଛୁ ସେମାନେ ଗୁରୁ ବା ଆଚାର୍ଯ୍ୟଙ୍କର
କିଶୋର ଭାଇ ଅଡିଓ ଅଫ୍ ହେଇଗଲା, ଅଡିଓ ଅନ୍ କରନ୍ତୁ। କିଶୋର ଭାଇ ଅଡିଓ ଅଫ୍ କର, ଅଫ୍ ହେଇଯାଇଛି, ଅନ୍ କରନ୍ତୁ, ଅଡିଓ ଅନ୍ କରନ୍ତୁ। କିଶୋର ଭାଇ ଅଡିଓ ଅନ୍ କରନ୍ତୁ। ହ୍ୟାଲୋ, କିଶୋର ଭାଇ ଶୁଣିପାରୁଛନ୍ତି? ଶୁଭିଲା ଦାଦା, ଏଥର ଶୁଭିଲା? ହଁ ଶୁଭିଲା। ଜୟ ଗୁରୁ। ଟିକେ କାହିଁ ଡିଷ୍ଟର୍ବ ହେଇଗଲା ମୁଁ ଜାଣିପାରୁନି, ବୋଧେ ଯାହା ହଉ। ତେବେ ଯାହା ହଉ, ଆମର ସେଇଭଳି ସାର୍ଥକ ଥିଲା, ପୂର୍ବ ଜନ୍ମର ପୁଣ୍ୟ ସାଧନା ଥିଲା, ଯୋଉଥିପାଇଁ ଏ ଜନ୍ମରେ ଜୀବନରେ ଇଷ୍ଟ ବା ଗୁରୁଙ୍କୁ ଧରିଛନ୍ତି ଏବଂ ତାଙ୍କର ପଥ ଦେଇ ଚାଲିଛନ୍ତି। ତେବେ କଥା ହେଲା, ଇଏ ସତ୍ସଙ୍ଗ, ଠାକୁର କହିଲେ ମଣିଷ ତିଆରି କାରଖାନା। ଆମେ ତ ସତ୍ସଙ୍ଗ ବହୁତ ବିଭିନ୍ନ ଦିଗରେ ବିଭିନ୍ନ ଆଡେ ସତ୍ସଙ୍ଗ ଚାଲିଛି, କିନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତିଷ୍ଠିତ ସତ୍ସଙ୍ଗ ଏକ ବିଶେଷତ୍ୱ ସ୍ୱତନ୍ତ୍ରତା ରହିଛି। ଠାକୁର କହିଲେ ମଣିଷ ତିଆରି କାରଖାନା। ଏଠି ମଣିଷକୁ ସଜଡ଼ା ଯାଏ କଣ ନା, ମଣିଷ ଭିତରେ ମାନବିକତା ସୃଷ୍ଟି କରାଯାଏ। ମଣିଷ ଭିତରେ ମାନବିକତା ସୃଷ୍ଟି କରିବା ଠାକୁର କହିଲେ, ଆଉ ମଣିଷକୁ ଦେବତୁଲ୍ୟ ମଣିଷରେ ପରିଣତ କରିବା। ଯେ ଆମ ସମସ୍ତଙ୍କୁ ସେ ଦେବତୁଲ୍ୟ ମଣିଷରେ ପରିଣତ କରିବେ, ଆମ ସମସ୍ତଙ୍କୁ ସେ ମିନି ଗଡ ବା ଠାକୁର କରିଦେବେ। ସେ କରିପାରିବେ, ସେ ସୃଷ୍ଟିକର୍ତ୍ତା, ସେ ସ୍ୱୟଂ ସୃଷ୍ଟିକର୍ତ୍ତା, ସେ ଯାହା ଚାହିଁବେ କରିପାରିବେ। ତାଙ୍କର ଦୟା ହେଲେ, ତାଙ୍କର ଇଚ୍ଛା ହେଲେ କାଠର ବିଲେଇ ମଧ୍ୟ ମୂଷା ଶିକାର କରିପାରେ। ସବୁ କିଛି ସମ୍ଭବ ହେଇପାରେ, କରିପାରିବେ। ତେବେ ଅସୁବିଧା, ଆମେ ଅନେକ, କିଏ 3 ବର୍ଷ, କିଏ 15 ବର୍ଷ, କିଏ 20 ବର୍ଷ ହେଲା ଆମେ ତାଙ୍କର ଶରଣାଶ୍ରିତ ହେଇଛୁ। କାହିଁ ଆମେ ତ ସବୁ ଠାକୁର ହେଇଯାଇନାହାନ୍ତି, ଆମେ ତ ଦେବତୁଲ୍ୟ ମଣିଷରେ ପରିଣତ ହେଇନାହୁଁ। କାହିଁକି ହେଇନାହୁଁ ନା, ଗୋଟିଏ ଜିନିଷ ଅଛି ଯାହାକି ସେ ହସ୍ତକ୍ଷେପ କରନ୍ତି ନାହିଁ, ସେଇଟା ହଉଛି ମଣିଷର ସ୍ୱତନ୍ତ୍ର ଇଚ୍ଛା, ତାର ସ୍ୱାଧୀନତା, ସେ ଉପରେ ସେ ହାତ ମାରନ୍ତି ନାହିଁ। ତେଣୁ ଏଇ ଇଚ୍ଛାକୁ ନେଇ ମଣିଷ ଭଗବାନ ହେଇପାରେ, ଏଇ ଇଚ୍ଛାକୁ ନେଇ ମଣିଷ ଶୈତାନ ହେଇପାରେ। ତେଣୁ ମଣିଷ ଭଗବାନ ହେବାକୁ ହେଲେ ଜଣେ ଭଗବାନଙ୍କୁ ଅନୁସରଣ କରିବାକୁ ପଡିବ। ଭଗବାନଙ୍କୁ ଅନୁସରଣ କରି ଚାଲିଲେ ସେ ଭଗବାନ ହେଇପାରିବ। ଯଦି ଶୈତାନକୁ ଅନୁସରଣ କରି ପ୍ରଭୃତିକି ନେଇ ଚାଲିବ, ତାହେଲେ ସେ ଶୈତାନ ହେବ। ଅତଏବ ଆମେ ଯେତେବେଳେ ତାଙ୍କୁ ନେଇ ଅନୁସରଣ କରି ଚାଲିଛୁ, ଆମେ ତାଙ୍କରି ଭଳି ହବା ପାଇଁ ଏଇଟା ହଉଛି ଆମର ସାଧନା। ତେବେ କଥା ହେଲା, ଜୀବନରେ ଠାକୁର କହିଲେ ସାଂସାରିକ ଜୀବନ ଯାହାର ବିପର୍ଯ୍ୟସ୍ତ, ଆଧ୍ୟାତ୍ମିକ ଚକ୍ଷୁ ତାର ତମସାଚ୍ଛନ୍ନ। ଯଦି ସାଂସାରିକ ଜୀବନଟା ବିପର୍ଯ୍ୟସ୍ତ ହେଇଗଲା, ଆପଣ ଧର୍ମ ପଥରେ ଧର୍ମ କରିବେ କଣ, ସାଧନା କରିବେ କଣ? ତେଣୁ ଆପଣ ଆଧ୍ୟାତ୍ମିକ ଚକ୍ଷୁ ତ ଠାକୁର କହିଲେ ତମସାଚ୍ଛନ୍ନ, ଅନ୍ଧକାରମୟ, ଆପଣ ଆଗକୁ ଆଉ ଯାଇପାରିବେ ନାହିଁ ଆଧ୍ୟାତ୍ମିକ ପଥରେ, କାରଣ ସାଂସାରିକ ଜୀବନଟା ବିପର୍ଯ୍ୟସ୍ତ ହୁଏ। ଆପଣ ସେଇ ସାଂସାରିକ ଜୀବନ ହଉଛି ରେଲଗାଡି ଭଳି। ରେଲଗାଡିର ଗୋଟିଏ ଡବା ଯଦି ଟ୍ରାକ୍ ବାହାରକୁ ଚାଲିଯାଏ, ସେ ଟ୍ରେନ ଚାଲିପାରିବ ନାହିଁ। ଏ ସାଂସାରିକ ଜୀବନରେ ପାରିବାରିକ ଜୀବନରେ ଯଦି ଜଣେ ବିପଥଗାମୀ ହୁଏ, ତାହେଲେ ଆପଣ ସାଂସାରିକ ଜୀବନଟା ସମୁଦାୟ ବିପର୍ଯ୍ୟସ୍ତ, ପାରିବାରିକ ଜୀବନଟା ସମୁଦାୟ ବିପର୍ଯ୍ୟସ୍ତ ହେଇଯିବ। ତେବେ ସେ ସାଂସାରିକ ଜୀବନ ସଜାଡ଼ିବା ହଉଛି, ସାଂସାରିକ ଜୀବନକୁ ସଜାଡ଼ି ତା ଧର୍ମ ପଥରେ ଚାଲିବା। ତେଣୁ ସାଧନା କରିବା ପାଇଁ ଲୋକ ବଣ ଜଙ୍ଗଲକୁ ଯାଉଥିଲେ। ଠାକୁର କହିଲେ ଏ ସଂସାର ପରିବାର ହଉଛି ସାଧନାର କ୍ଷେତ୍ର, ପାରିବାରିକ ଜୀବନ ହଉଛି ସାଧନାର କ୍ଷେତ୍ର, ଗୃହସ୍ଥ ସାଧନା ଇଏ ହଉଛି ସର୍ବଶ୍ରେଷ୍ଠ ସାଧନା। ଏଠିରେ ସଂଯତ ଶିଖାଯାଏ, ସହନଶୀଳତା ଶିଖାଯାଏ, ଏଠି ଶିଖାଯାଏ ସହିଷ୍ଣୁତା ଶିଖାଯାଏ, ସେବା ଶିଖାଯାଏ। ଏସବୁ ଜିନିଷ ବାହାର ସାଧନାରେ ଶିଖାଯାଏନି, ଏ ପାରିବାରିକ ଜୀବନରେ ହୁଏ। ତେଣୁ ସାଂସାରିକ ଜୀବନଟା ବିପର୍ଯ୍ୟସ୍ତ ହେଲେ ମଣିଷ ସାରା ଜୀବନ ଦୁଃଖ ଭୋଗ କରେ। ସାଂସାରିକ ଜୀବନ ବିପର୍ଯ୍ୟସ୍ତ ହବାର ଦୁଇଟି କାରଣ ଅଛି। ସାଂସାରିକ ଜୀବନ ବିପର୍ଯ୍ୟସ୍ତ ହୁଏ ଯଦି ପିଲାମାନେ ବିପଥଗାମୀ ହୁଅନ୍ତି, ତେବେ ସାଂସାରିକ ଜୀବନଟା ମଣିଷ ବିପର୍ଯ୍ୟସ୍ତ ହେଇପଡେ। ସାଂସାରିକ ଜୀବନଟା ବିପର୍ଯ୍ୟସ୍ତ ହେଇପଡେ, କାରଣ ସେ ତାର ଶରୀର ଆଉ ମନଟା ସୁସ୍ଥ ରହେ ନାହିଁ। ସାଂସାରିକ ଜୀବନ ବିପର୍ଯ୍ୟସ୍ତ ହୁଏ। ଆଉ ସାଂସାରିକ ଜୀବନ ବିପର୍ଯ୍ୟସ୍ତ ହେଲେ କଣ ହୁଏ ନା, ମଣିଷ ସାରା ଜୀବନ ଦୁଃଖ ଭୋଗେ। ବାର୍ଦ୍ଧକ୍ୟ ଅବସ୍ଥାରେ
ମଣିଷ ଯେତେବେଳେ ବୃଦ୍ଧାବସ୍ଥା ଆସେ, ଏ ବୃଦ୍ଧାବସ୍ଥାରେ ଆସିଲା ବେଳେ ସେ ଆତ୍ମନିର୍ଭରଶୀଳ ହେଇପାରେ ନାହିଁ। ତେଣୁ ସେ ପର ଉପରେ ନିର୍ଭର କରେ। ସେ ଯୋଗ୍ୟ ଉତ୍ତରାଧିକାରୀ ଚାହେଁ, ଯୋଉ ଉତ୍ତରାଧିକାରୀ ତାକୁ ଉପଯୁକ୍ତ ସେବା ଆଉ ସହଯୋଗ ଯୋଗେଇ ଦେବ। ସେଭଳି ସେବା ସହଯୋଗ ଯୋଉମାନେ ନ ପାଆନ୍ତି, ସେମାନେ ସାରା ଜୀବନରେ ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ଦୁଃଖ ଭୋଗ କରି ଅଟନ୍ତି। ମଣିଷ ସେଇ ଦୁଃଖଟାକୁ ଚାହେଁ ନାହିଁ। ତେଣୁ ମଣିଷ ଚାହେଁ ସୁଖ ଶାନ୍ତି ଆନନ୍ଦ ରହିବ। এই ସୁଖ ଶାନ୍ତି ଆନନ୍ଦ ରହିବାକୁ ହେଲେ ଯୋଗ୍ୟତମ ଉତ୍ତରାଧିକାରୀ ହବା ଦରକାର। ତେଣୁ ମଣିଷର ଯୋଗ୍ୟତା ହେଲା, ସୁନ୍ଦର ମଣିଷର ଯୋଗ୍ୟତା ହେଲା, ଠାକୁର କହିଲେ ସେ ପିତା ମାତାଙ୍କୁ କେତେ ଭଲ ପାଏ, ବାପା ମାଙ୍କୁ କେତେ ଭଲ ପାଏ। ତେଣୁ ସେଇଭଳି ସନ୍ତାନକୁ ଆଣିବାକୁ ପଡିବ। ସେଭଳି ସନ୍ତାନ କେମିତି ଆସିବ? ଠାକୁର କହିଲେ ତୁମର ଦାମ୍ପତ୍ୟ ଜୀବନଟା କେତେ ସଂଯତ ଶୃଙ୍ଖଳିତ, ପିଲା ଯେତେବେଳେ ଦାଣ୍ଡକୁ ଆସିବ ଜଣା ପଡିଯିବ। ପିଲା ଯେତେବେଳେ ଦାଣ୍ଡକୁ ଆସିବ ଜଣା ପଡିଯିବ ତୁମର ଦାମ୍ପତ୍ୟ ଜୀବନଟା କେତେ ନା ସଂଯତ ଆଉ ଶୃଙ୍ଖଳିତ ଥିଲା। ତେବେ ଏ ପ୍ରସଙ୍ଗରେ ଗୋଟେ କଥା ମନେ ପଡୁଛି ଯେ ମଣିଷ ଏଇ ଦାମ୍ପତ୍ୟ ଜୀବନରେ ସବୁଠାରୁ ଜୀବନରେ ଗୋଟେ ଆନନ୍ଦର ଦିନ ଆସେ। କୋଉ ଦିନଟା ନା ପ୍ରତ୍ୟେକ ଦମ୍ପତି ଚାହାନ୍ତି ସୁସନ୍ତାନର ପିତାମାତା ହବା, ଜନକ ଜନନୀ ହବା। ପ୍ରତ୍ୟେକ ଦମ୍ପତି ଚାହାନ୍ତି ଆଜ୍ଞା ସୁସନ୍ତାନର ଜନକ ଜନନୀ ହବା। ତେଣୁ ଜୀବନରେ ଗୋଟେ ଅତି ଆନନ୍ଦର ଦିନ ଆସେ। କୋଉ ଦିନ ନା ଯୋଉ ଦିନଟା ତାର ପ୍ରଥମ ସନ୍ତାନଟି ଜନ୍ମ ନିଏ। ଯୋଉଦିନ ତାର ପ୍ରଥମ ସନ୍ତାନଟି ଜନ୍ମ ନିଏ ସେଦିନ ସେ ଭାବେ ଯେ ଭଗବାନ ତାକୁ ସବୁ କିଛି ଐଶ୍ୱର୍ଯ୍ୟ ସୁଖ ଶାନ୍ତି ଆନନ୍ଦ ଦେଇ ଦେଇଛନ୍ତି। ତାପରେ ପର୍ଯ୍ୟାୟକ୍ରମେ ସେ ସନ୍ତାନ ଚର୍ୟା ସେବା ରେ ଲାଗି ପଡେ ଏବଂ କ୍ରମେ କ୍ରମେ ସନ୍ତାନର ବୟସ ବଢେ। ସନ୍ତାନର ବୟସ ବଢିବା ସଙ୍ଗେ ସଙ୍ଗେ ବାପା ମାଙ୍କ ଠାରୁ ତାର ସମ୍ପର୍କର ଦୂରତା ମଧ୍ୟ ବଢି ବଢି ଚାଲେ। ଏପରି ଶେଷ ପର୍ଯ୍ୟାୟ ଆସେ ବାର୍ଦ୍ଧକ୍ୟ ଅବସ୍ଥାରେ ସେଇ ପିତା ମାତାଙ୍କୁ ଜରା ନିବାସରେ ରହିବାକୁ ପଡେ। କାହିଁକି? ଯୋଉ ପିତା ମାତା ମାନେ ଜରା ନିବାସରେ ରହିଛନ୍ତି, ଆଜ୍ଞା ସେମାନେ କଣ ତାଙ୍କ ସନ୍ତାନ ସନ୍ତତି ପାଇଁ କେତେ ଦିଅଁ ଦେବତା ଉପାସନା କରିନାହାନ୍ତି, କେତେ ଦିଅଁ ଦେବତା ଡାକି ନାହାନ୍ତି? ତାଙ୍କ ମା ସନ୍ତାନ ପାଇଁ କେତେ ଦୁଃଖ କଷ୍ଟ ସହି ନାହିଁ, କେତେ ରାତି ବିନିଦ୍ର ରଜନୀ କଟେଇ ନାହିଁ ଶରୀର ଅସୁସ୍ଥ ବେଳେ, ପିଲାର ସେବା ପାଇଁ କେତେ ଭୋକ ଉପାସରେ ସମୟ କାଟିନି। ତେବେ କାହିଁକି ତାକୁ ଜରା ନିବାସ ରହିବାକୁ ପଡିଲା? ଏଇଟା ହଉଛି ମଣିଷ ଜୀବନରେ ସବୁଠାରୁ ଚରମ ଦୁଃଖ। ତାର କାରଣ ହଉଛି ଆମେ ସୁସନ୍ତାନକୁ ସନ୍ତାନ ଚର୍ଯାକୁ ସମ୍ପୂର୍ଣ୍ଣ ରୂପେ ଭୁଲ କରି ଚାଲିଛୁ। ଏଇ ସନ୍ତାନ ଚର୍ଯାକୁ ସଜାଡ଼ିବା ହେଲେ ମଣିଷ ଜୀବନର ସୁଖ। ଯଦି ଜୀବନ କାଳ ଭିତରେ ସୁଖ ଶାନ୍ତି ଆନନ୍ଦ ରହିବାକୁ ଚାହାନ୍ତି, ତାହେଲେ ଏଇ ସନ୍ତାନ ଚର୍ଯାଟାକୁ ଠିକ ଭାବରେ କରିବାକୁ ପଡିବ, ସଜାଡ଼ିବାକୁ ପଡିବ। ଭଲ ସନ୍ତାନ ତିଆରି କରିବାକୁ ପଡିବ ଠାକୁରଙ୍କ ମାଫିକ। ତା ନହେଲେ ସାରା ଜୀବନ, କାରଣ ଯୋଗ୍ୟ ଉତ୍ତରାଧିକାରୀ ବିନା ଆପଣ ଯେତେ ଐଶ୍ୱର୍ଯ୍ୟଶାଳୀ ହୁଅନ୍ତୁ, ଯେତେ ଯାହା ହୁଅନ୍ତୁ, କିନ୍ତୁ କେବେ ଶାନ୍ତି ଆନନ୍ଦରେ ରହିପାରିବେ ନାହିଁ। ତେବେ କଥାଟା ହଉଛି, ଆପଣ ଯେତେବେଳେ ଜଙ୍ଗଲର ଜମିଟେ କିଣିଲେ, ତାକୁ ଚାଷ କରିବେ, ଫସଲ ଅମଳ କରିବେ, ଚାଷ କରିବେ, ସେ ପ୍ରଥମେ ଆଗ ଜଙ୍ଗଲ ସଫା କରନ୍ତି, ହଳ କରନ୍ତି, ମାଟି ଗୋବର ସାର ପକାନ୍ତି, ଉର୍ବର ହେଲା ପରେ ତାପରେ ମଞ୍ଜି ବିହନ ଇତ୍ୟାଦି ବୁଣନ୍ତି। କିନ୍ତୁ ଆମେ ଗୋଟେ ଗୋଟେ ମଣିଷ ଜନ୍ମ ଦେବା, ଆମେ ତାର କିଛି ପରିଚର୍ଯା କରିବା ନାହିଁ, ତାର କିଛି ସଂସ୍କାର କିଛି କରିବା ନାହିଁ। ଗୋଟେ ଫଳ ଫସଲ ପାଇଁ ଆମେ ସଂସ୍କାର କରୁଛନ୍ତି, ଆମେ ମଣିଷ ଜନ୍ମ ପାଇଁ କିଛି ସଂସ୍କାର କରିବା ନାହିଁ। ତେଣୁ ସେଇଥିପାଇଁ ଇଏ ସେବା ହଉଛି ପ୍ରଥମ ଦାମ୍ପତ୍ୟ ଜୀବନର ବିବାହ ଠାରୁ ଗର୍ଭାରମ୍ଭ ପର୍ଯ୍ୟନ୍ତ ପ୍ରଥମ ପରିଚର୍ଯା। ବିବାହ ଠାରୁ ଗର୍ଭାରମ୍ଭ ପର୍ଯ୍ୟନ୍ତ ଏଟା ହଉଛି ଦାମ୍ପତ୍ୟ ପରିଚର୍ଯା। ତାପରେ ଦ୍ୱିତୀୟ ପରିଚର୍ଯା ହେଲା ଗର୍ଭାରମ୍ଭ ଠାରୁ ସନ୍ତାନ ଜନ୍ମ। ଗର୍ଭାରମ୍ଭ ଠାରୁ ସନ୍ତାନ ଜନ୍ମ, ଏଟା ହେଲା ଦ୍ୱିତୀୟ ପରିଚର୍ଯା। ତୃତୀୟ ପରିଚର୍ଯା ଜନ୍ମ ଠାରୁ ପରବର୍ତ୍ତୀ ସମୟ ହେଲା ତୃତୀୟ ପରିଚର୍ଯା। ଏସବୁ ପରିଚର୍ଯା ଗୁଡିକ ଆମେ ତ୍ରୁଟିପୂର୍ଣ୍ଣ ଭାବରେ କରୁ ବୋଲି ଠିକ ସନ୍ତାନଟିଏ ଜନ୍ମ ଦେଇ ଆସେ ନାହିଁ। ଆଜ୍ଞା ଅତୀତର କଥା ମନେ ପଡେ, ଆମେ ଯେତେବେଳେ ଆମ ସମୟରେ ପିଲାଦିନ ସମୟରେ କାହାର 7ଟା ପିଲା, କାହାର 8ଟା ପିଲା, କାହାର 5ଟା, ଏଇଭଳି ପିଲା ଥିଲେ, ସନ୍ତାନ ଜନ୍ମ ହଉଥିଲେ ବାପା ମାଙ୍କର। ଆଜି ଗୋଟିଏ 2ଟା ହେଲେ ବାପା ମା ବିଚଳିତ ହେଇ ପଡୁଛନ୍ତି, ତାଙ୍କୁ କେମିତି ମଣିଷ କରିବା, ତାଙ୍କୁ କେମିତି ଶିକ୍ଷିତ କରିବା, ଏସବୁ ବିଚଳିତ ହେଇ ପଡୁଛନ୍ତି। ଗୋଟିଏ ପିଲାକୁ ସମ୍ଭାଳି, ଗୋଟିଏ 2ଟି ପିଲାକୁ ସମ୍ଭାଳିଲା ବେଳକୁ ବ୍ୟସ୍ତ ହେଇ ପଡୁଛନ୍ତି।
ଯେ ଆମେ ତାକୁ ସନ୍ତାନ ଜନ୍ମ ଦେଉଛେ ପାଳନ କରିବୁ କେମିତି ଶିକ୍ଷିତ କରିବୁ। ତାହେଲେ ସେତେବେଳେ ବି ସେମାନେ ବାପା ମା ପାଳୁଥିଲେ କେମିତି ନା ସେତେବେଳେ ବାପା ମାଙ୍କର ଯୋଉ ସଂଯତ ଶୃଙ୍ଖଳିତ ଦାମ୍ପତ୍ୟ ଜୀବନ ଥିଲା, ଆଜିର ଦମ୍ପତି ମାନଙ୍କ ସେ ଶୃଙ୍ଖଳିତ ଦାମ୍ପତ୍ୟ ଜୀବନ ନାହିଁ। ତେଣୁ ପିଲାମାନେ ବିଶୃଙ୍ଖଳିତ, ସେମାନଙ୍କୁ ସଜାଡ଼ିବାକୁ ପାଳନ ପୋଷଣ କରିବା ପାଇଁ ବାପା ମାଙ୍କ ପକ୍ଷରେ ଇଏ ଅସମ୍ଭବ ହେଇ ପଡୁଛି ଏତେ ପିଲାକୁ ନିୟନ୍ତ୍ରିତ କରିବା। ତେଣୁ ପିଲାମାନେ ଅନିୟନ୍ତ୍ରିତ ହେଇଯାଉଛନ୍ତି। ତେଣୁ ବିବାହ ଠାରୁ ଗର୍ଭାରମ୍ଭ ପର୍ଯ୍ୟନ୍ତ ଯୋଉ ପରିଚର୍ଯାଟା ସେଇଟା ହଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିଚର୍ଯା। ସେଇ ପରିଚର୍ଯାଟାକୁ ଆମେ ସବୁଠାରୁ ଭୁଲ କରୁ। ଠାକୁର କହିଲେ ଯୋଉ ସ୍ତ୍ରୀ ଶାଶୁ ଶ୍ୱଶୁରଙ୍କ ସେବା ଠାରୁ ସ୍ୱାମୀ ସହଚର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଏ, ସ୍ୱାମୀ ସହଚର୍ଯ୍ୟ ଅଧିକ କରେ, ସ୍ୱାମୀଙ୍କ ସେବା ଠାରୁ ସନ୍ତାନ ପରିଚର୍ଯାଟା ଅଧିକ କରେ, ସେ କେବେ ରତ୍ନ ଗର୍ଭା ହେଇପାରିବ ନାହିଁ। ଚିନ୍ତା କରନ୍ତୁ। ତେଣୁ ପ୍ରଥମେ ରତ୍ନ ଗର୍ଭା ହେବାକୁ ପଡିବ। ସୁସନ୍ତାନକୁ ଆଣିବାକୁ ହେଲେ ରତ୍ନ ଗର୍ଭା ହେବାକୁ ପଡିବ। ଏ ରତ୍ନ ଗର୍ଭା କେମିତି ହେବେ? ରତ୍ନ ଗର୍ଭା ହେଲେ ଠାକୁର କହିଲେ ଶାଶୁ ଶ୍ୱଶୁରଙ୍କ ସେବା ଠାରୁ ସନ୍ତାନ ଯୋଉ ସ୍ୱାମୀ ସେବା ସହଚର୍ଯ୍ୟ ଯାହାର ଅଧିକ ହୁଏ। ଅନେକ ଆସନ୍ତି ବିବାହ ପରେ ବାପା ମାଙ୍କୁ ଦୂରେ ଦେଇ ଏବେ ସ୍ୱାମୀ ସହଚର୍ଯ୍ୟ, ସ୍ୱାମୀ ସହିତ ମିଶି ସ୍ୱାମୀ ସହଚର୍ଯ୍ୟ ଏବଂ ସ୍ୱାମୀ ସେବା ଇତ୍ୟାଦି ଇତ୍ୟାଦି କରନ୍ତି, କିନ୍ତୁ ବାପା ମା ଶାଶୁ ଶ୍ୱଶୁରଙ୍କୁ ଦୂରକୁ ଠେଲି ଦିଅନ୍ତି। ଠାକୁର କହିଲେ ଏଇଟା ହଉଛି ସେମାନେ କେବେ ରତ୍ନ ଗର୍ଭା ହେଇପାରିବେ ନାହିଁ, ତାଙ୍କ ଗର୍ଭକୁ ସୁସନ୍ତାନ ଆସିବ ନାହିଁ। ଆଉ ସ୍ୱାମୀ ସେବା ଠାରୁ ସନ୍ତାନ ଚର୍ଯ୍ୟାଟା ଅଧିକ ହୁଏ। ପିଲା ହେଇଗଲା ପରେ ସ୍ୱାମୀକୁ ଟିକେ ନେଗ୍ଲେକ୍ଟ କରନ୍ତି। ସ୍ୱାମୀଠୁ ଅଧିକ ସନ୍ତାନ ପ୍ରୀତି ସେଇ ନାରୀର ଅଧମ ଗତି। କହିଲେ ସେମାନେ ରତ୍ନ ଗର୍ଭା ହେଇପାରିବେ ନାହିଁ। ଏଣୁ ରତ୍ନ ଗର୍ଭକୁ ସେଇଭଳି ସଜାଡ଼ିବାକୁ ପଡିବ। ଯେମିତି ପଡ଼ିଆକୁ ସଫା କରି ସାର ଗୋବର ଦେଇ ଉର୍ବର କରାଯାଉଛି ଭଲ ଫସଲ ପାଇଁ, ସେଇଭଳି ଗର୍ଭକୁ ମଧ୍ୟ ମା ସଜାଡ଼ିବାକୁ ପଡିବ ସୁସନ୍ତାନ ଆଣିବା ପାଇଁ। ମାତା ମନମୋହିନୀ ଦେବୀ ଯିଏକି ପୁରୁଷୋତ୍ତମଙ୍କୁ ଧରା ପୃଷ୍ଠକୁ ଆଣିଥିଲେ, ତାଙ୍କର ଜୀବନଟା କେମିତି ଥିଲା? ଅତି ଅଳ୍ପ ବୟସ ସିଏ ବୁଝିଲେ ଯେ ବିବାହ ହଉଛି ଏକ ପବିତ୍ର ବନ୍ଧନ। କେବଳ ବିବାହର ଉଦ୍ଦେଶ୍ୟ ହଉଛି ଧରାପୃଷ୍ଠକୁ ସୁସନ୍ତାନ ଆଣିବା, ଜନ୍ମ ଦେବା। ତେଣୁ ଏଥିପାଇଁ ସେ ଯାଇ ତାଙ୍କର ଗୁରୁ ହଜୁର ମହାରାଜଙ୍କ ପାଖରେ ପହଞ୍ଚିଲେ ଏବଂ ତାଙ୍କର ମନ କଥାଟା ଜଣେଇଲେ। ହଜୁର ମହାରାଜ ତାଙ୍କୁ ଆଶୀର୍ବାଦ କରିଥିଲେ, ତୁମ ଗର୍ଭରେ ଯୋଉ ସନ୍ତାନଟି ଧରାପୃଷ୍ଠକୁ ଆସିବ, ତୁମ ଗର୍ଭରେ ଯୋଉ ସନ୍ତାନଟି ଆସିବ, ପ୍ରଥମ ସନ୍ତାନଟି ଆସିବ, ସିଏ ତୁମକୁ ଚିରାନନ୍ଦ ପ୍ରଦାନ କରିବ ଏବଂ ସେ ହଉଛି ଅଦ୍ୱିତୀୟ ସନ୍ତାନ ହବ। ସେ ଆଶୀର୍ବାଦଟା ଗୁରୁଙ୍କ ଠାରୁ ପାଇଥିଲେ ଏବଂ ଗୁରୁଙ୍କର ନିର୍ଦ୍ଦେଶକୁ ମାନି ସେ ନିତ୍ୟ ନିୟମିତ ଗୁରୁଙ୍କର ବିଧାନ ଅନୁଯାୟୀ ନିତ୍ୟ ନିୟମିତ କର୍ମ କରୁଥିଲେ। ନିତ୍ୟ ନିୟମିତ ପ୍ରାର୍ଥନା କରିବା, ଗୁରୁଙ୍କର ପୁସ୍ତକ ଗ୍ରନ୍ଥ ପାଠ କରିବା, ଏସବୁ ସେ ନିତ୍ୟ ନିୟମିତ କରୁଥିଲେ ଏବଂ ଗୁରୁଙ୍କର ଆଦେଶକୁ ପାଳନ କରି କରି ଚାଲୁଥିଲେ। କିଏ? ମାତା ମନମୋହିନୀ ଦେବୀ। ସେଇଭଳି ଠାକୁର କହିଲେ ଏସବୁ, ତେଣୁ ଦାମ୍ପତ୍ୟ ଜୀବନକୁ ସଜାଡ଼ିବାକୁ ହେଲେ ବା ମାକୁ ରତ୍ନ ଗର୍ଭା ହେବାକୁ ହେଲେ ସ୍ୱାମୀ ସ୍ତ୍ରୀ ଏକାନ୍ତରେ ଉଚ୍ଚ ଚିନ୍ତା ପରାୟଣ ହବା ସଙ୍ଗେ ସଙ୍ଗେ ଉଚ୍ଚ ନୈତିକ ଆଦର୍ଶକୁ ଅନୁଶୀଳନ କରିବେ, ନୀତି ଆଦର୍ଶକୁ ଅନୁଶୀଳନ କରିବେ, ଉଚ୍ଚ ଚିନ୍ତା ପରାୟଣ ହେବେ, ସ୍ୱାମୀ ସ୍ତ୍ରୀ ଇଷ୍ଟ ଆଲୋଚନା କରିବେ ଏବଂ ଗୁରୁଙ୍କର ଜୀବନ ଓ ଭାବାଦର୍ଶ ନିୟମିତ ଆଳାପ ଆଲୋଚନା କରିବେ। ପରସ୍ପର ମଧ୍ୟରେ ଗୁରୁଙ୍କର ଭାବାଦର୍ଶ ନୀତି ନିୟମ ଏଗୁଡ଼ିକ ଆଳାପ ଆଲୋଚନା କରିବେ। ଆଉ ସମତାଳରେ ସ୍ୱାମୀ ସ୍ତ୍ରୀ ସମତାଳରେ ଜପ ଧ୍ୟାନ ପ୍ରାର୍ଥନା ଏସବୁ ଇଷ୍ଟବୃତ୍ତି ଏସବୁ କରିବେ। ସମତାଳରେ ସମାନ ତାଳରେ କରିବେ। ଏହା କହିଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ତାଳମେଳଟା ଠିକ ରହେ, ସମତାଳରେ ଯଦି ଇଷ୍ଟକର୍ମ କରିଚାଲେ। ଆଉ ଏସବୁ କରିବା ଦ୍ୱାରା ସ୍ୱାମୀ ସ୍ତ୍ରୀ ଏସବୁ କରିବା ଦ୍ୱାରା ସୁସନ୍ତାନ ଆସନ୍ତି, ସେ ରତ୍ନ ଗର୍ଭା ହେଇ ଉଠେ। ଶଯ୍ୟା ଶୋଇବା ସମୟରେ, ରୋଷେଇ କରିବା ସମୟରେ ଉଚ୍ଚ ଚିନ୍ତା ପରାୟଣ, ଇଷ୍ଟ ନାମ ଜପ ଏସବୁ, ଯେମିତି ପ୍ରସାଦ ଠାକୁରଙ୍କର ପ୍ରସାଦ ତିଆରି ହୁଏ ସେଇଭଳି ରୋଷେଇ ଘରକୁ ସଜାଡ଼ିବାକୁ କରିବ। ଇଷ୍ଟଙ୍କ ଭୋଗ ଭଳି ସେଇଭଳି ଖାଦ୍ୟ ପ୍ରସ୍ତୁତ କରିବ। ଶୋଇବା ବେଳେ ସେଇଭଳି ଇଷ୍ଟ ଆଲୋଚନା କରି ଶୋଇବେ, ପବିତ୍ର ମନୋଭାବ ନେଇ ଶୋଇବେ। ଏଇ ହଉଛି
ଦାମ୍ପତ୍ୟ ଜୀବନର ସଂଯୋଗ ଆଉ ଗୁରୁଜନ ମାନଙ୍କ ସେବା କରିବା, ଶାଶୁ ଶ୍ୱଶୁରଙ୍କ ସେବା, ଅନ୍ୟ ପରିବାର ଗୁରୁଜନ ମାନେ ଅଛନ୍ତି ପାଖ ପରିବେଶ ମାନଙ୍କୁ ସାହାଯ୍ୟ ସହଯୋଗ କରିବା, ଏସବୁ କରିବା ଦ୍ୱାରା ସେ କଣ ହୁଏ ନା ରତ୍ନ ଗର୍ଭା ହୁଏ। ତେଣୁ ଏହା ସର୍ବ ସୁସନ୍ତାନ ଆଗମନ ସମ୍ଭବ ହୋଇଥାଏ ଏବଂ ଏହା ଜନନ ନୀତିର ଅସଲ କଥା। ଏଇଟା ହଉଛି ଜନନୀତି। ଏଇଟା ହଉଛି କଣ ନା ବିବାହ ଠାରୁ ସନ୍ତାନ ଗର୍ଭାରମ୍ଭ, ବିବାହ ଠାରୁ ଗର୍ଭାରମ୍ଭ, ଏଇଟା ହଉଛି ପ୍ରଥମ ପରିଚର୍ଯା। ଦ୍ୱିତୀୟ ପରିଚର୍ଯାଟା ହେଲା, ଠାକୁର ମଧ୍ୟ ସେ କଥା କହିଦେଇଛନ୍ତି। ଦ୍ୱିତୀୟ ପରିଚର୍ଯା କରିବାକୁ ଠାକୁର କହିଲେ ଯାହାକୁ ଗର୍ଭରେ ଧାରଣ କରିଛ, ମଣିଷରେ ମୂର୍ତ୍ତ କରିବ ଯାହାକୁ, ଗର୍ଭାରମ୍ଭ ଦିନଠାରୁ ତାର ପରିଚର୍ଯା କରିବା ଭଲ ନାହିଁ। ଆମେ କଣ କରୁ ନା ସନ୍ତାନଟା ଜନ୍ମ ହେଇସାରିଲା ପରେ ଖୁସିରେ ଏବଂ କେତେ ପୂଜା ଉତ୍ସବ ଭୋଗ ରାଗ ଭୋଜି ମହୋତ୍ସବ କରୁ, ତାପରେ ପରେ କୋଉଠି ପଢିବ, ଭଲ ପଢିବ, ଭଲ ଇଞ୍ଜିନିୟରଟେ ହବ କି ଭଲ ଡାକ୍ତରଟେ ହବ, ଏସବୁ ଚିନ୍ତା କରି କରି କୋଉଠି ପଢିଲେ ଠିକ ହବ, ଏ ଚିନ୍ତା ବାପା ମାଙ୍କ ମୁଣ୍ଡରେ ହାରେ। କିନ୍ତୁ ଅସଲ ଚିନ୍ତାଟା କରିପାରନ୍ତି ନାହିଁ। କଣ ନା ଯାହାକୁ ଗର୍ଭରେ ଧାରଣ କରୁଛ, ମଣିଷରେ ମୂର୍ତ୍ତ କରିବ ଯାହାକୁ, ଗର୍ଭାରମ୍ଭ ଦିନ ଠାରୁ ତାର ପରିଚର୍ଯା କରିବାକୁ ଭଲ ନାହିଁ। ଆର ଗର୍ଭାରମ୍ଭ ଦିନ ଠାରୁ ସେ ପରିଚର୍ଯା କିଏ କରିବ? ମା କରିବ। କାରଣ ଯେତେବେଳେ ଗର୍ଭାରମ୍ଭ ପରଠାରୁ ସନ୍ତାନ ମା ଗର୍ଭରେ ରହି ତାର ସମସ୍ତ ଆବଶ୍ୟକୀୟ ଖାଦ୍ୟ ଯାହା ଦରକାର ମାର ଗର୍ଭରୁ ସେ ପାଏ, ମା ଠାରୁ ସେ ପାଏ। ତେଣୁ ତାର ଭାବ ଆଚରଣ ଏସବୁ ଗୁଡ଼ିକ କୋଉଠୁ ପାଇବ? ମା ଠାରୁ ପାଇବ। ତେଣୁ ଠାକୁର କହିଲେ ଏଇ ଗର୍ଭାରମ୍ଭ ଦିନ ଠାରୁ ପରିଚର୍ଯା କେମିତି ହବ ନା ମାନସିକ ଆଉ ଶାରୀରିକ। ଠାକୁର କହିଲେ ଦୁଇ ପ୍ରକାର ପରିଚର୍ଯା ମା କରିବ ସେଇ ସମୟ ଭିତରେ, ଯୋଉ ସମୟ ଭିତରେ ସନ୍ତାନ ଗର୍ଭାରମ୍ଭ ହେଇଛି ଏବଂ ଜନ୍ମ, ଏଇ ମଧ୍ୟରେ ମା ତାର ପରିଚର୍ଯା କରିବ। କେମିତି? ପ୍ରଥମ ହଉଛି ମାନସିକ, ଦ୍ୱିତୀୟ ହଉଛି ଶାରୀରିକ। ମାନସିକ କଣ ପରିଚର୍ଯା? ସନ୍ତାନ ପରିଚର୍ଯା ନା ମା ସେ ସମୟ ଭିତରେ ମନକୁ ଯୋଉ ଭାବରେ ରଖିବ, ଗର୍ଭସ୍ଥ ସନ୍ତାନ ମଧ୍ୟ ମନଟା ତାର ସେଇ ଭାବରେ ରହିବ। ତେଣୁ ମନକୁ ସତ୍ ଉଚ୍ଛଳ ନିର୍ଭୀକ କରି ରଖିବ। ଠାକୁର କହିଲେ ମନଟାକୁ ନିର୍ଭୀକ। ଆମେ ଗାଁ ଗହଳି ଅଛି ଯେ ଡରିଯାଏ, ଚମକିଯାଏ, ସେଥିପାଇଁ ରାତିରେ ବାହାରନ୍ତିନି। ଚମକି ଗଲେ ବିଭିନ୍ନ ପ୍ରକାର, ଯେମିତି ମା ନ ଚମକିବ, ନିର୍ଭୟରେ ରହିବ। ଆଉ ମନଟା କଣ ସତ୍ ରହିବ, ସତ୍ ସତରେ ମନଟା ରହିବ। ମନଟା ଯେତେ ସତ୍ ନିର୍ଭୀକ ରହିବ, ଗର୍ଭସ୍ଥ ସନ୍ତାନ ତାହିଁ ଉପଭୋଗ କରିବ। ସେଇଭଳି ମନଟା ହବ। ମନେକର କୋଉ କୋଉ ଗୁଣକୁ ମୁଁ ଭଲ ପାଏ, ମଣିଷର କୋଉ ଗୁଣକୁ, ବିବେକ, ଜ୍ଞାନୀ କିମ୍ବା କରୁଣ, ଦୟା, କ୍ଷମା ବା ତାର ସହିଷ୍ଣୁତା, ଏସବୁ ଗୁଣ ଗୁଡ଼ିକ ମା ଭିତରେ ଫୁଟି ଉଠିବା ଉଚିତ। ଏବଂ ସବୁବେଳେ ବହି ଗ୍ରନ୍ଥ ସବୁ ଠାକୁରଙ୍କର ଭାବଦର୍ଶ ବହି ପାଠ କରିବେ, ପ୍ରାର୍ଥନା କରିବେ, ନାମ ଜପ ସେଇ ସମୟରେ କରୁଥିବେ। ଏବଂ ଏସବୁ କରିବା ଦ୍ୱାରା ମନଟା ସବୁବେଳେ ଉଚ୍ଚ ମନ ବା ଇଷ୍ଟ ଚିନ୍ତା ହେଇକି ରହିବ। ମନଟା ଯେତେ ଇଷ୍ଟ ଚିନ୍ତା ଚେତନା ଭିତରେ ରହିବ, ଗର୍ଭରସ୍ଥ ସନ୍ତାନ ସେଇଟାକୁ ହିଁ ଉପଭୋଗ କରିବ ଏବଂ ସେଇଭଳି ତାର ମନଟା ମଧ୍ୟ ହବ। ଆଉ ଶାରୀରିକ କଣ ନା ଶରୀରକୁ ଠାକୁର କହିଲେ ଶରୀରକୁ ସୁସ୍ଥ, ନିରୋଗ ଆଉ କର୍ମପଟୁ ରଖିବ। ଠାକୁର କହିଲେ ଶାରୀରିକ କଣ ରଖିବ? ଶାରୀରିକ ପରିଚର୍ଯା ନା ଶରୀରକୁ ସୁସ୍ଥ ନିରୋଗ, ସେତେବେଳେ ଯେମିତି ଶରୀର ସମ୍ପୂର୍ଣ୍ଣ ସୁସ୍ଥ ରହେ, ନିରୋଗ ରହେ, ପରିଷ୍କାର ପରିଚ୍ଛନ୍ନ ମା ରହେ, ସୁସ୍ଥ ନିରୋଗ ଆଉ କର୍ମମୟ, କର୍ମପଟୁ କରି ରଖିବ। ସେତେବେଳେ ଆମେ ସବୁ ଆଜିକାଲି ବଡ଼ ବଡ଼ିଆ ମାନେ, ସେମାନେ ତ କିଛି ଫିଜିକାଲ ଲେବର କରୁନାହାନ୍ତି, ଯୋଗ କରୁଛନ୍ତି, ଏସବୁ ବ୍ୟାୟାମ କରୁଛନ୍ତି। ନାହିଁ, ଆଗରୁ ଗାଁ ଗହଳିର ମା ମାନେ ସନ୍ତାନ ଜନ୍ମ ଦେବା ପାଇଁ ଡାକ୍ତରଖାନାକୁ ଯିବାକୁ ପଡୁନଥିଲା। ସେମାନେ ଘରେ ଜନ୍ମ ଦେଉଥିଲେ, କାରଣ ସେମାନେ ସେଇଭଳି ଫିଜିକାଲ ଲେବର କରୁଥିଲେ, ଶାରୀରିକ ପରିଶ୍ରମ କରୁଥିଲେ। ଶରୀରକୁ କର୍ମପଟୁ ଯେତେ କରିବ, ଶରୀରକୁ ଯେତେ କର୍ମପଟୁ କରିବ ଆଉ ନିରୋଗ କରିବ, ନିରୋଗ ଶରୀର ନିରୋଗ ଆଉ ରହିବ, ପରିଷ୍କାର ପରିଚ୍ଛନ୍ନ ରହିବ ଏବଂ ଗର୍ଭସ୍ଥ ସନ୍ତାନ ସେଇଭଳି ମଧ୍ୟ ହବ। ଏଇଟା ହଉଛି ଗର୍ଭାରମ୍ଭ ଠାରୁ ଜନ୍ମ ଦେବା ପର୍ଯ୍ୟନ୍ତ ମା ହିଁ କେବଳ ଏ ସନ୍ତାନ ପରିଚର୍ଯାଟାକୁ କରିପାରିବ। ଆଉ ଗର୍ଭାରମ୍ଭ ପରଠାରୁ ସେ ତ ବିଭିନ୍ନ କଥା, ଗର୍ଭାରମ୍ଭ ପରଠାରୁ ଆମର ଆଚାର ଆଚରଣ ପାରିବାର, କାରଣ ପିଲାର ଶିକ୍ଷାଟା ହଉଛି ବିଦ୍ୟାଳୟରେ ନୁହଁ,
ପିଲାର ଶିକ୍ଷା ଆଜ୍ଞା ବିଦ୍ୟାଳୟରେ ନୁହଁ, ପିଲାର ଶିକ୍ଷା ହଉଛି ଘରେ। ବିଦ୍ୟାଳୟ ପୁଅ ଝିଅ ଯେତେ ବିଦ୍ୟା ଶିଖୁନା, ଘରର ଶିକ୍ଷା ସୁଷ୍ଠୁ ନହେଲେ ଶିଷ୍ଟ ସ୍ୱଭାବ ହଏ ନା। ବିଦ୍ୟାଳୟ ପୁଅ ଯେତେ ପଢୁଛନ୍ତି ପଢନ୍ତୁ, ଯେତେ ଡିଗ୍ରୀ ଆଣନ୍ତୁ, ଯେତେ ଯୋଉ ପୋଜିସନ ଯେତେ ପରସେଣ୍ଟ ନମ୍ବର ରଖନ୍ତୁ, କିନ୍ତୁ ଘରର ଶିକ୍ଷା ସୁଷ୍ଠୁ ନହେଲେ ଶିଷ୍ଟ ସ୍ୱଭାବ ହୁଏ ନା। ଯଦି ଘର ଶିକ୍ଷାଟା ଠିକ ନ ହଉଛି, ତାହେଲେ ତାର ଶିଷ୍ଟ ସ୍ୱଭାବ ହେବ ନାହିଁ। ଗୋଟେ ଉଦାହରଣ ମନେ ପଡୁ, ଜଣେ ରୀତିକି ଥିଲେ। ଜଣେ ରୀତିକି ମାନେ ସ୍ୱାଭାବିକ ତ ଯାଜନ କରିକି ଦୀକ୍ଷା ଦିଅନ୍ତି। ଯାଜନ କରି ସେ ଜଣେ ଲୋକକୁ ଯାଜନ କଲେ ଏବଂ ଦୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଲେ। ଲୋକଙ୍କୁ କହିଲେ, ସେ କହେ, ସେ ହଁ ରାଜି ହେଲା, ମୁଁ ଦୀକ୍ଷା ନେବି, ଆଉ ଦିନେ 2 ଦିନ ଯାଉ ଦାଦା, ଆଉ ଦିନେ 2 ଦିନ ପରେ ମୁଁ ଦୀକ୍ଷା ନେବି। ପୁଣି ଥରେ ଏମିତି ଦେଖା ହେଲେ, ସେ କହିଲେ ହଁ ଆଉ 2 ଦିନ ଯାଉ, ମୁଁ ତ ଦୀକ୍ଷା ନେବି। ଆଉ କଥା ହେଲେ ପ୍ରସ୍ତୁତ ହେଲେ। ଥରେ ସେ ଏମିତି ଯାଉଛନ୍ତି, ସେ ରୀତିକି ଜଣକ ଯାଉଛନ୍ତି, ସେ ବାଟରେ ସେ ଲୋକ ଜଣକ ଆସୁଛନ୍ତି। ସେ ଲୋକ ଜଣ କଣ କରନ୍ତି ନା ଢୋଲ ସବୁ ବଜାନ୍ତି, ଢୋଲ ବଜାନ୍ତି ଯୋଉ ଉତ୍ସବ ମାନଙ୍କରେ, ବାହାଘର ଭଲ ମନ୍ଦରେ ଏ ଢୋଲ ବଜାଏ ସେ ଲୋକଟି। ତେଣୁ ସିଏ ଯେତେ ଥରେ ଏଇ ରୀତିକି ଜଣ ଯାଉଛନ୍ତି, ବାଟରେ ସେ ଢୋଲଟାକୁ କାନ୍ଧରେ ପକେଇଛନ୍ତି, 2 ହାତରେ 2ଟା ପଞ୍ଜୁରୀ ଧରିଛନ୍ତି। ପଞ୍ଜୁରୀ ଭିତରେ 2ଟି ଶୁଆ ଅଛନ୍ତି, ତାକୁ ଧରିକି ରୀତିକି ଜଣକ ଚାଲୁଛନ୍ତି। ସରି, ସେ ଲୋକ ଜଣକ ଆସୁଛନ୍ତି। ତେଣୁ ରୀତିକି ଜଣକ ଇଆଡୁ ଯାଉଛନ୍ତି, ବାଟରେ ଯେତେବେଳେ ସାମ୍ନା ସାମ୍ନି ହେଇଗଲେ, ସେ ରୀତିକି ଜଣ ପଚାରିଲେ, କିରେ ଇଏ କଣ? ନା ଆଜ୍ଞା, ଆମେ ତ ଯାଇଥିଲି ଜଣକ ଘରକୁ ଏଇ ବଜେଇବାକୁ ଢୋଲ, ତାଙ୍କର ତ ଅନେକ ଅଛନ୍ତି, ମତେ 2ଟା ଦେଇଦେଲେ। ଆଉ ସେ ଲୋକଟି କହିଲା, ଆଜ୍ଞା ମୁଁ ତ ଦୀକ୍ଷା ନେବି, ଦୀକ୍ଷା ନେଲେ ତ ଦକ୍ଷିଣା ଦେବାକୁ ପଡେ, ତେଣୁ ଆପଣ ଏଇ 2ଟାରୁ ଗୋଟେ ନେଇଯାଆନ୍ତୁ। ଆପଣ ଗୋଟେ ନିଅନ୍ତୁ, ମୁଁ ଗୋଟେ ନେଉଛି। ରୀତିଙ୍କ ଟିକେ ଲୋଭ ଥିଲେ ତ କହିଲେ, ହଉ ଠିକ ଅଛି ଦେ। ସେ ରୀତିକି ସେ ଗୋଟେ ପିଞ୍ଜରାକୁ ଧରି ଚାଲିଲେ, ଛୁଆକୁ ନେଇ ଆସିଲେ ଏବଂ ରୀତି ତାଙ୍କ ଘରେ ଟାଙ୍ଗିଦେଲେ। ସେ ଲୋକଟା ମଧ୍ୟ ତାଙ୍କ ନେଇ ଟାଙ୍ଗିଦେଲେ। କିଛି ଦିନ ପରେ ସେ ରୀତିକି ଦେଖିଲେ, କହିଲେ, କିରେ ସେ ଦୀକ୍ଷା ନେବା କଥା କହୁଥିଲା, କାହିଁ ତ ଏଯାଏଁ ଆସିଲାନି କି ଦୀକ୍ଷା ନେଲାନି? ଏଠୁ ଶୁଆଟା ଦେଇଦେଇଛି, ପିଞ୍ଜରଟା ରହିଲା, ଆଉ ଦକ୍ଷିଣା ଦେଇଦେଇଛି, ଦୀକ୍ଷା ନେବ, ମୁଁ ଯାଏ ପୁଣି ତା ଘରକୁ। ସେ ରୀତିକି ଜଣ ତାଙ୍କ ଘରକୁ ଗଲେ। ସେ ରୀତିକି ଜଣକୁ ଯାଇକି ତାଙ୍କ ଘରେ ଯେତେବେଳେ ପହଞ୍ଚିଲେ, କବାଟ ବାଡେଇଲେ, ତା ସ୍ତ୍ରୀ କବାଟଟାକୁ ଖୋଲିଦେଲେ। ସେ କହିଲେ, ହଉ ଆସନ୍ତୁ। ଘର ଭିତରୁ ବସିଲେ, ଦେଖିଲେ ସାମ୍ନାରେ ସେ ପିଞ୍ଜରଟା ଅଛି, ପଞ୍ଜୁରୀଟା ଅଛି, ଶୁଆଟି ଅଛି। ସେ ଶୁଆଟି ଯେମିତି ରୀତିଙ୍କୁ ଦେଖିଲେ, କହିଲେ, ଭାଗ ଭାଗ ମଦୁଆ, ଭାଗ ଭାଗ ମଦୁଆ, ଭାଗ, ଏମିତି କଥା କହିଲେ ଯେ ରୀତିକି ଜଣକ ଲଜ୍ଜିତ ହେଇଗଲେ। ତାକୁ ଭାରି ଖରାପ ଲାଗିଲା, ଏ ଶୁଆଟା କଣ ତାଙ୍କୁ ମଦୁଆ ଫଦୁଆ କହୁଛି, ଭାଗ ଭାଗ କହୁଛି, ମଦୁଆ କହୁଛି। ଏସବୁ କଥା ଶୁଣି ସେ ଭାରି ଲଜ୍ଜିତ ହେଲେ। କେମିତି କଣ କରିବେ, ସେଠୁ ଖସିକି ଆସିବେ, ସବୁ ଦେଢେଇକି ଘର ଭିତରକୁ ପଳେଇଗଲେ। ଯିବା ପରେ ତା ସ୍ତ୍ରୀ ସହିତ କଥାବାର୍ତ୍ତା ହେଲେ, କଥାବାର୍ତ୍ତା ହେଇକି ଯେତେବେଳେ ପଳେଇ ଆସୁଛନ୍ତି, ପୁଣି ସେ ଛୁଆଟା ସେଇ କଥା କହିଲା। ସେ ଶୀଘ୍ର ତାଙ୍କ ଘରୁ ବାହାରି ପଳେଇ ଆଇଲେ। ଆସି ମନେ ମନେ ଭାବିଲେ, ଏ ଛୁଆଟା କାହିଁ ମତେ ମଦୁଆ ଭାଗ ଭାଗ କହିଲା, ତମ ଭାରି ଖରାପ ଲାଗିଲା, ଘରୁ ପଳେଇ ଆସିଲେ। ଆସିକି ଗଲୁ, ରହିଲେ। ତାପରେ ସିଏ ଲୋକଟା ଯେତେବେଳେ ଘରକୁ ଫେରିଲା, ତା ସ୍ତ୍ରୀ କହିଥିଲେ ଏମିତି ସିଏ ଆସିଥିଲେ, ଆସିକି ଯାଇଛନ୍ତି, ନା ମୁଁ ତାଙ୍କ ଘରକୁ ଯିବି। ଆଉ କି ଦିନ ଛାଡିକି ଏ ଲୋକଟା ମଧ୍ୟ ସେ ରୀତିଙ୍କ ଘରକୁ ଗଲା। ଲୋକଟା ଯେତେବେଳେ ରୀତିଙ୍କ ଘରକୁ ଗଲା, କବାଟଟା ଯେତେବେଳେ ତାଙ୍କ ସ୍ତ୍ରୀ ଖୋଲିଦେଲେ, ଭିତରୁ ପଶିଗଲା, ଦେଖିଲା ସେ ଶୁଆଟା ଅଛି ପଞ୍ଜୁରୀରେ। ସେ ଶୁଆଟାଙ୍କୁ ଦେଖିକି, ଲୋକଟାକୁ ଦେଖିକି କହିଲେ, ଆସନ୍ତୁ ଆଜ୍ଞା, ଆସନ୍ତୁ, ବସନ୍ତୁ, ପାଣି ପିଅନ୍ତୁ, ବସନ୍ତୁ, ଏଇଠି ପାଣି ପିଅନ୍ତୁ, ଇତ୍ୟାଦି ଇତ୍ୟାଦି ଏ କଥା କହିଲା। ଶୁଣି ଏ ଲୋକଟି ଭାରି ଖୁସି ହେଇଗଲା। କହିଲା, କଣ ଏଇ ଛୁଆଟା ଏମିତି ଏମିତି କଥା କହୁଛି, ପାଣି ପିଅନ୍ତୁ, ଆସନ୍ତୁ, ବସନ୍ତୁ, ଭାରି ସୁନ୍ଦର ସୁନ୍ଦର କଥା, ଭଲ ଲାଗୁଛି। ଏ କଥା ଭାବୁ ଭାବୁ କିଛି ସମୟ ପରେ ସେ ରୀତିକି ଜଣ ଘରକୁ ଆଇଲେ। ଆସିଲା ପରେ ସେ କହିଲେ, ଆଜ୍ଞା ଆପଣଙ୍କ ଶୁଆଟା ଭାରି ମତେ ବଢିଆ ଲାଗିଲା। କଣ ମତେ ଦେଖିଲା ମାନେ ସାଙ୍ଗେ ସାଙ୍ଗେ କହିଲା, ଆପଣ ଆସନ୍ତୁ, ଆସନ୍ତୁ, ଏଠି ବସନ୍ତୁ, ପାଣି ପିଅନ୍ତୁ। ବହୁତ ଭଲ କଥା କହିଲା, ମତେ ଖୁବ ଭଲ ଲାଗିଲା। ଆଉ କହିଲା, କଥା କଣ କି, ଆମ ଘରକୁ ଯୋଉମାନେ ଲୋକମାନେ ଆସନ୍ତି, ଆମେ ସବୁବେଳେ କୁହନ୍ତୁ, ଆସନ୍ତୁ, ଏଇଠି ବସନ୍ତୁ, ପାଣି ନିଅନ୍ତୁ, ପିଅନ୍ତୁ। ଆମେ ସବୁବେଳେ କହୁ, ଏଇ କଥାଟା ସେ ଆମ ପାଖରୁ ଶୁଣେ ସବୁବେଳେ। ତେଣୁ ସେ ସେଇ କଥାଟା ଯାହାକୁ ଦେଖୁଛି କହିଦଉଛି, ଏଇଟା ଶିଖି ଯାଇଛି। ଆରେ ମୁଁ ତମ ଘରକୁ ସେଦିନ ଯାଇଥିଲି, ତମ ଶୁଆଟା ମତେ ଯେମିତି ଦେଖିଲା, ମଦୁଆ ଭାଗ ଭାଗ, ମଦୁଆ ଭାଗ ଭାଗ, ଏଇ ସବୁ କଥା ଏମିତି କାହିଁକି କହିଲା? ତମ ଛୁଆ କାହିଁକି କଥା ମତେ କହିଲା? ସେ କହିଲା, କଥା କଣ କି, ମୁଁ ତ ଢୋଲ ବଜାଏ, ସବୁ ବାହାଘର କାମ କାର୍ଯ୍ୟରେ ସବୁ ଯାଏ ବିଭିନ୍ନ ଆଡେ। ମୁଁ ଟିକେ ରାତି ଡେରିରେ ଟିକେ ଫେରେ, ଆଉ ମୁଁ ଫେରିଲା ବେଳେ ଟିକେ ଦାରୁ ପିଇ ଦେଇକି ପଳେଇ ଆସେ। ମୁଁ ଯେତେବେଳେ ପଳେଇ ଆସେ, ମୋ ସ୍ତ୍ରୀ ମତେ କବାଟ ଖୋଲି ଦେଖେ, ଯେତେବେଳେ ସାଙ୍ଗେ ସାଙ୍ଗେ ଗାଳିଗୁଲୋଜ କରେ, ମଦୁଆ ମଦୁଆ, ଭାଗ ଭାଗ, ମଦୁଆ ମଦୁଆ ଇତ୍ୟାଦି କହେ। ତେଣୁ ସେ ଛୁଆଟା ସେଇଥିପାଇଁ ଶିଖିଛି ବୋଧେ କହୁଛି। ଆଉ ନା, ହଁ, ସେ ଛୁଆଟା ତମ କଥା ସବୁ ଶୁଣିକି ଶିଖିକି କହୁଛି।
ତେବେ କଥା ହେଲା ମୋର କହିବାର ଉଦ୍ଦେଶ୍ୟ, ଗୋଟେ ଚଢ଼େଇ ଯଦି ମଣିଷର ଆଚରଣ ବ୍ୟବହାର କଥାବାର୍ତ୍ତାକୁ ଶିଖି ଯାଇପାରୁଛି, ଗୋଟେ ମଣିଷ ଛୁଆ କ'ଣ ମଣିଷର ଆଚରଣ ଶିଖିବନି? ଶିଖିଯିବ। ତେଣୁ ଠାକୁର କହିଲେ ପିତାମାତା ଝଗଡ଼ା କରେ, ପିଲାପିଲି ଦେଖେ, ସର୍ବନାଶର ସଦର ଦ୍ୱାରେ ପିଲାମାନଙ୍କୁ ରଖେ। ଆମେ ଆଜ୍ଞା ସ୍ୱାମୀ ସ୍ତ୍ରୀ ମାନେ ଯେତେବେଳେ ଝଗଡ଼ା କରୁ, ବହୁତ ସମୟରେ ଆପଣ ଦେଖିଥିବେ ସ୍ୱାମୀ ସ୍ତ୍ରୀ ଝଗଡ଼ା କରନ୍ତି, ସେ ଯେତିକି କହିବା କଥା ତ କୁହନ୍ତି, ଆଉ ଯେତିକି ନ କହିବା କଥା ମଧ୍ୟ କୁହନ୍ତି। ତା ଦ୍ୱାରା କ'ଣ ହୁଏ, ପିଲା ଏସବୁ ଗୁଡ଼ିକ ଶୁଣେ। ହୁଏତ ସେ ସମୟରେ ପିଲା ଏ କଥା ମା ବାପାଙ୍କୁ କହି ନପାରେ, ବାପା ଯେତେବେଳେ ମା ବିରୁଦ୍ଧରେ କହେ ସେ ଶୁଣେ, ତା ମୁଣ୍ଡ ଭିତରେ ଢୁକେ ମୋ ମା ଏମିତିକା, ମୋ ମା ଏମିତିକା। ମା ଯେତେବେଳେ ବାପା ବିରୁଦ୍ଧରେ କହେ ସେ ଶୁଣେ ଯେ ମୋ ବାପା ଏମିତିକା, ବାପା ଏମିତିକା। ଏଇ ଭାବନାଟା ତା ଭିତରେ ଆସେ। ତା ଦ୍ୱାରା ବାପା ମାଙ୍କ ପ୍ରତି ତାର ଭକ୍ତି ଶ୍ରଦ୍ଧାଟା କମି ଆସେ। ହୁଏତ ସେ ମୁହଁରେ କିଛି କହିପାରେ ନାହିଁ, ତେଣୁ ବାପା ମାଙ୍କ ପ୍ରତି ଭକ୍ତି ଭଲ ପାଇବାଟା କମି କମି ଆସେ। ଏଇଟା ହଉଛି, ତେଣୁ ଠାକୁର କହିଲେ ପିତାମାତା ଝଗଡ଼ା କରେ, ପିଲାପିଲି ଦେଖେ, ସର୍ବନାଶର ସଦର ଦ୍ୱାରେ ପିଲାମାନଙ୍କୁ, ସେ ପିଲାମାନଙ୍କୁ ସର୍ବନାଶର ଦ୍ୱାରରେ ରଖିଲ। ତେଣୁ ପିଲାମାନଙ୍କୁ ସର୍ବନାଶର ପଥରେ ପଥିକ କରିଦେଲ। ସ୍ୱାମୀ ସ୍ତ୍ରୀ ଝଗଡ଼ା କରେ। ତେଣୁ ସୁସନ୍ତାନ ଆଣିବାକୁ ହେଲେ, ଏ ମୋ ବହୁତ ପୁରୁଣା କଥାଟିଏ ମନେ କରୁଛି, ଆଚାର୍ଯ୍ୟ ଦେବ ସେ କଥା ସେତେବେଳେ ଆଚାର୍ଯ୍ୟ ଦେବ କହିଥିଲେ ଏ କଥାଟି। ସେତେବେଳେ ସେ ଆଚାର୍ଯ୍ୟ ପଦରେ ଅଭିଷିତ ନଥିଲେ, ବହୁତ ଦିନର କଥା। ପଡ଼ିଥିଲା ଆଲୋଚନା ଯେ ରାମଚନ୍ଦ୍ର ମା ସୀତାଙ୍କୁ ନେଇ ବାଲ୍ମୀକି ମୁନିଙ୍କ ଆଶ୍ରମରେ ଛାଡ଼ିବା କଥା। ସିଏ ତାର ବୁଝେଇ ଦେଇଥିଲେ, ସେ ବୁଝେଇ ଦେଇଥିଲେ କଥାର, ଇଏ ଥିଲେ ପ୍ରଭୁ ରାମଚନ୍ଦ୍ରଙ୍କର ଗୋଟେ ଲୀଳାର ରହସ୍ୟ। ଇଏ ଥିଲେ ପ୍ରଭୁ ରାମଚନ୍ଦ୍ରଙ୍କର ଗୋଟେ ଲୀଳା। ସେ ବାସ୍ତବିକ ଯୋଉ ଆମେ ଯେବେଳୁ ରଜକ ଦମ୍ପତି ଝଗଡ଼ା କରୁଥିଲେ ତାକୁ ଶୁଣିଲେ, ତେଣୁ ତାର ସେ ମା ସୀତାଙ୍କୁ ନେଇ ଜଙ୍ଗଲରେ ଛାଡ଼ିଲେ, ସେଥିପାଇଁ ନୁହଁ, ଇଏ ଥିଲା ତାଙ୍କ ଲୀଳା। ବୁଝେଇ ଦେଲେ ଆଚାର୍ଯ୍ୟ ଦେବ, ସେଦିନ ବୁଝେଇ ଦେଇଥିଲେ ଯେ ତାଙ୍କର ଲୀଳା ଏଇଥିପାଇଁ, ଯେତେବେଳେ ପ୍ରଭୁ ରାମଚନ୍ଦ୍ର ଲଙ୍କା ବିଜୟ କରି ଅଯୋଧ୍ୟାକୁ ଫେରିଲେ, ସେତେବେଳେ ମା ସୀତା ଅନ୍ତଃସତ୍ତ୍ୱା ଥିଲେ ଏବଂ ଗର୍ଭରେ ତାଙ୍କର ସନ୍ତାନ ଥିଲା। ତେଣୁ ଅଯୋଧ୍ୟାକୁ ଫେରିଲେ ପ୍ରଜାବତ୍ସଳ ପ୍ରଭୁ ହେଉଛନ୍ତି ରାମଚନ୍ଦ୍ର। ସେ ପ୍ରଜାମାନଙ୍କୁ ନିଜ ସନ୍ତାନ ଭଳି ପାଳନ କରନ୍ତି ଏବଂ ସୀତାଙ୍କର ଉପଯୁକ୍ତ ଯତ୍ନ ସେ ସମୟରେ ନିଆଯାଇ ପାରିବ ନାହିଁ। କାରଣ ଯୋଉ ସ୍ତ୍ରୀ ଲୋକମାନେ ମା ସୀତାଙ୍କ ପାଖକୁ ଆସିବେ, ସେମାନେ କୋଉ ବିଷୟରେ ଆଲୋଚନା କରିବେ? ଏଇ ସେ ପୁତନା କେମିତି ଥିଲା, ସେ ରାକ୍ଷସ ମାନେ ଜଗୁଥିଲେ କ'ଣ କରୁଥିଲେ, ସେ ରାକ୍ଷସ ସେ ଏଇ ସବୁ ରାକ୍ଷସ ଏଇ ନେଗେଟିଭ କଥା କହି 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 ଗର୍ଭସ୍ଥ ସନ୍ତାନକୁ ନେଗେଟିଭ କରିଦେବେ। ତେଣୁ ସେ ସମୟରେ ମା କୌଣସି ନେଗେଟିଭ କଥା ଶୁଣିବା ଉଚିତ ନୁହଁ। ଇଏ ସବୁ ନେଗେଟିଭ ଆଲୋଚନା କରିବେ, କେମିତି ଲଙ୍କାରେ ଥିଲା, ରାବଣ କେମିତିକା, ସୁପର୍ଣ୍ଣେଖା କେମିତିକା, ସେ କୁମ୍ଭକର୍ଣ୍ଣ କେମିତିକା, ସେ ରାକ୍ଷସୀ ମାନେ କ'ଣ, ଇତ୍ୟାଦି ଇତ୍ୟାଦି କଥା ବିଭିନ୍ନ କଥା ପଚାରିବେ। ସେ ନିଶ୍ଚୟ ସେ କହିବେ, ତେଣୁ ଗର୍ଭସ୍ଥ ସନ୍ତାନ ସେଇଭଳି ହେଇଯିବ। ତେଣୁ ପ୍ରଭୁ ରାମଚନ୍ଦ୍ର ଏଥିରୁ ଦୂରେଇ ରଖିବା ପାଇଁ ମା ସୀତାଙ୍କୁ ବାଲ୍ମୀକି ମୁନିଙ୍କ ଆଶ୍ରମରେ ରଖିଦେଲେ, ଯୋଉଠି ସେ ନିରୋଳା ପରିବେଶରେ ବାଲ୍ମୀକି ମୁନିଙ୍କୁ ପିତୃ ସଦୃଶ୍ୟ ମୁନିଙ୍କ ଆଶ୍ରମ ରହି ତାଙ୍କର ସାନ୍ନିଧ୍ୟ ଆଶୀର୍ବାଦ ଲାଭ କରି ପ୍ରଭୁ କେବଳ ରାମଚନ୍ଦ୍ରକୁ ସେ ଚିନ୍ତା କରିବେ। କାରଣ ସ୍ୱାମୀ ସାଧାରଣତଃ ସ୍ତ୍ରୀ ଲୋକମାନେ ପାଖରେ ସ୍ୱାମୀ ଥିଲେ ଯେତେ ସ୍ୱାମୀ କଥା ଚିନ୍ତା ନ କରନ୍ତି, ଦୂରରେ ଥିଲେ ଚିନ୍ତା କରନ୍ତି। ଅତଏବ ଯେହେତୁ ସେ ସ୍ୱାମୀଙ୍କ ଠାରୁ ଦୂରରେ ଅଛନ୍ତି, ପ୍ରଭୁଙ୍କୁ ଚିନ୍ତା କରି ରହିଥିବେ। ତେଣୁ ଏଇଥିପାଇଁ ମା ସୀତାଙ୍କୁ ସେ ବାଲ୍ମୀକି ମୁନିଙ୍କ ଆଶ୍ରମରେ ରଖିଥିଲେ। ତେଣୁ ଏଇଟା ହଉଛି ସନ୍ତାନ ପରିଚର୍ୟା। ଦାମ୍ପତ୍ୟ ଜୀବନ ଭାରି ମାନେ ସଂଯତ ଶୃଙ୍ଖଳିତ, ଅତ୍ୟଧିକ ଶୃଙ୍ଖଳିତ ରହିବା ଦରକାର। ତା ନହେଲେ ପିଲା ବିପଥଗାମୀ, ଖାଲି ପିଲା ବିପଥଗାମୀ ହେବେନି ନାହିଁ ଆଜ୍ଞା, ଆପଣଙ୍କ ଜୀବନଟା ଦହଗଞ୍ଜରେ କଟିବ। ଶେଷ ଜୀବନ ବାର୍ଦ୍ଧକ୍ୟ ଅବସ୍ଥାରେ ସେଇମାନେ ହିଁ ଦୁଃଖରେ କାଟନ୍ତି ଯୋଉମାନଙ୍କର ଯୋଗ୍ୟ ଉତ୍ତରାଧିକାରୀ ନାହାନ୍ତି, ଯୋଗ୍ୟ ସନ୍ତାନ ନାହାନ୍ତି, ସୁସନ୍ତାନ ପାଖରେ ନାହାନ୍ତି। ତେଣୁ ସେ ଭରସା ଯୋଗ୍ୟ ମଣିଷଟିଏ ପାଏ ନାହିଁ, କାରଣ ସେତେବେଳେ ଆଉ ଆତ୍ମନିର୍ଭରଶୀଳ ହେଇପାରେ ନାହିଁ। ଯେତେବେଳେ ବାର୍ଦ୍ଧକ୍ୟ ଅବସ୍ଥା ଆସେ, ମଣିଷ ଆତ୍ମନିର୍ଭରଶୀଳ ହେଇପାରେ ନାହିଁ, ସେ ତାର ଉତ୍ତରାଧିକାରୀ ମାନଙ୍କ ଉପରେ ନିର୍ଭର କରେ। ଯଦି ଯୋଗ୍ୟ ଉତ୍ତରାଧିକାରୀ ନଥିବ, ତାହେଲେ ସେ କାହା ଉପରେ ନିର୍ଭର କରିବ? ତେଣୁ ଦୁଃଖରେ ସମୟ କାଟିବ। ତେଣୁ ଯଦି ଆନନ୍ଦରେ ସମୟ କାଟିବାକୁ ଚାହୁଁଛନ୍ତି, ମୂଳରୁ ତାର ବ୍ୟବସ୍ଥା କରିବାକୁ ସେଭଳି ଯୋଗ୍ୟ ଉତ୍ତରାଧିକାରୀ କରିବାକୁ ପଡିବ। ମାନେ କେତେ ମାନିବା, ଠାକୁର ପରିବାର ଆମେ ଦେଖୁଛନ୍ତି ପୂଜନୀୟ ଅବିନ୍ଦା ଗୋଟେ ଉଦାହରଣ। ଆସାମରୁ ଜଣେ ଗୁରୁ ଭାଇ ଆସିଥିଲେ, ଆସାମରୁ ଗୁରୁ ଭାଇ ରୀତିକି ଜଣେ ଆସାମରୁ ଜଣେ ରୀତିକି ଆସିଥିଲେ। ରୀତିକି ହେବେ, ସେ ପୂଜନୀୟ ଅବିନ୍ଦା ଛୋଟ ହେଇଥାନ୍ତି,
ଅବିନ୍ଦା ଛୋଟ ହେଇଥାନ୍ତି ତାଙ୍କୁ ଦୁଇଟି ଚକୋଲେଟ ଦେଲେ ପୂଜନ ଅବିନ୍ଦା କହିଲେ ହଉ ଠିଆ ୟାକେ ସେ ଦୌଡ଼ି ଦୌଡ଼ି ଗଲେ ଦୌଡ଼ି ଯାଇକି ବସିଛନ୍ତି ଯେ ବୋଉ ଦି ବସିଛନ୍ତି ବୋଉ ରାଣୀ ମା ବସିଛନ୍ତି ଦି ପାଖ ଦି ଜଣ ବସିଛନ୍ତି ସେ ଯାଇକି ବୋଉ ରାଣୀ ମାଙ୍କୁ ବା ତାଙ୍କ ମାଙ୍କୁ ପଚାରିଲେ କହିଲେ ଦି ଜଣ ମତେ ଜଣେ ଦିଟା ଚକୋଲେଟ ଯାଉଛନ୍ତି ମୁଁ ଆଣିବି ସେକେଣ୍ଡ ଟାଇମ ଦ୍ୱିତୀୟ ଥର ପଚାରିଲେ ସେ କିଛି କହିଲେନି ତୃତୀୟ ଥର ପଚାରି କିଛି ନ କହିଲେ ସେ ବି କିଛି କହିଲେନି ବୋଉ ରାଣୀ ମା କିଛି କହିଲେନି ତେଣୁ ବୋଉ ଦି ଏଠି କହିଲେ ହଁ ତୁ ତା ଭିତରୁ ଗୋଟାଏ ଆଣିପାରିବୁ ସେ ସେଠୁ ଗଲା ଏବଂ ଗୋଟାଏ ନେଇକି ଆସିଲେ ସେ ଯାଇକି ଗୋଟାଏ ନେଇକି ଆସିଲେ ଚିନ୍ତା କରନ୍ତୁ ଏ ମାନିବା ଜିନିଷଟା କେମିତି ଠାକୁର ପରିବାର ଭିତରେ ଅଛି ଏଇଠି ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଯେ ଯେତେବେଳେ ପୁଅ ଯାଇକି ମାଙ୍କ ପାଖରେ ଅନୁମତି ମାଗୁଛି ମୁଁ ଦୁଇଟି ଚକୋଲେଟ ଆଣିବି କି ନାହିଁ ନା ଚକୋଲେଟ ଯାଉଛନ୍ତି ଆଣିବେ କି ନାହିଁ ସେତେବେଳେ ସେ କିଛି କହୁନାହାନ୍ତି କାହିଁ କହୁନାହାନ୍ତି ଯେ ପାଖରେ ଶାଶୁ ବସୁଛନ୍ତି ଗୁରୁଜନ ଲୋକ ତାଙ୍କର ମତ ହିଁ ମତ ତେଣୁ ସେ କିଛି ମତ ଦଉନାହାନ୍ତି ମାନିବାଟା କେମିତି ରହେ ପିଲା କେତେ ଛୋଟ ପିଲା ସେ ଅନୁମତି ପରାମର୍ଶ ନ ନେଇ ମାଙ୍କ ଠାରୁ ସେ ଚକୋଲେଟ ନେଉନାହିଁ ଅର୍ଥ ସେ କୌଣସି ପିଲାଦିନ ଲୋଭର ବଶବର୍ତ୍ତୀ ନୁହନ୍ତି କେବଳ ବାପା ମା ହିଁ ତାଙ୍କର ଆଦେଶକୁ ପାଳନ ସିଏ ଯାହା କହିବେ ତା ପାଳନ କରିବେ ଏଣେ ବହୁ ଶାଶୁ ଅଛନ୍ତି ଯେତେବେଳେ ସିଏ କୌଣସି ମତାମତ ଦଉନାହାନ୍ତି କାହିଁକିନା ଶାଶୁ ହଉଛନ୍ତି ଗୁରୁଜନ ଏସବୁ ମାନିବା ଜିନିଷଟା ଆମମାନଙ୍କ ପରିବାର ଭିତରେ ନାହିଁ ଯିଏ ମାନେ ନା ସେ ଜାଣେ ନା ପୂଜ୍ୟପାଦ ଦାଦା କହିନଥିଲେ ଯିଏ ମାନେ ନା ସେ ଜାଣେ ତେଣୁ ଆମମାନଙ୍କ ଭିତରେ ମାନିବା ନାହିଁ ତେଣୁ ଆମେ ସେଭଳି ଫଳ ସେଭଳି ଯୋଗ୍ୟ ଉତ୍ତରାଧିକାରୀ ପାଉନାହୁଁ ତେଣୁ ଯୋଗ୍ୟ ଉତ୍ତରାଧିକାରୀ ପାଇବାକୁ ହେଲେ ଆମକୁ ନିଜେ ଗୁରୁଜନ ମାନଙ୍କୁ ମାନିବାକୁ ପଡିବ ମୁଁ ମୋର ବାପାଙ୍କୁ ମାନିବି ନାହିଁ ମୁଁ ମୋର ଗୁରୁଜନ ମାନଙ୍କୁ ମାନିବି ନାହିଁ ମୋ ପିଲାମାନେ ମତେ କେମିତି ମାନିବେ ତେଣୁ ସେଇ ମାନିବାଟା ପିଲା ଜାଣିବା ଦରକାର ଯେ ମୋ ବାପା ତାଙ୍କ ବାପାଙ୍କୁ କେମିତି ମାନୁଛନ୍ତି ସେ ଦେଖିଲେ ସେଇ ପ୍ରଭାବଟା ତାପରେ ନିଶ୍ଚିତ ଭାବରେ ପଡିବ ଯେମିତି ଆଜି ଆମେ ପ୍ରଣାମ କରି ଆମେ ଶିଖିନଥିଲୁ ଜାଣିନଥିଲୁ ଆମେ ଗୁରୁଜନ ପ୍ରକୃତରେ ଆମେ ମୁଣ୍ଡ ନୁଆଁକି ପ୍ରଣାମ କରୁନଥିଲୁ ଆମେ ଯେତେବେଳେ କଲୁ ଏଠି ଛୋଟ ପିଲାମାନେ 3-4 ବର୍ଷ ପିଲାମାନେ ବି ତାଙ୍କୁ କହିବାକୁ ପଡୁ ସେ ହେଇଯାଉଛନ୍ତି କାରଣ ଏଗୁଡା ଦେଖିକି ଶିଖାଯାଏ ତେଣୁ ଯାଇକି ପରିବାର ଜୀବନ ବା ସାଂସାରିକ ଜୀବନଟା ସଜଡା ହେଇଯାଏ ତେଣୁ ଏଭଳି ଯଦି ସାଂସାରିକ ଜୀବନଟା ଠିକ ଭାବରେ ନ ସଜାଡିବ ଆମେ ଧର୍ମ ପଥରେ ଚାଲିବା କେମିତି ଆଧ୍ୟାତ୍ମିକ ପଥରେ ଚାଲିବା କେମିତି ଠାକୁରଙ୍କ ନିର୍ଦ୍ଦେଶ ସେ ତ ବହୁତ ଠାକୁର ତ ଭଗବାନ ସେ ସୃଷ୍ଟିକର୍ତ୍ତା ସେ ସବୁ କିଛି କରିପାରିବେ ସେ ଆମକୁ ସବୁ କିଛି କରିପାରିବେ ସବୁ ଦେଇପାରିବେ ଆମେ ନବା ପାଇଁ ଯୋଗ୍ୟ ହବା ତ ଦରକାର ଆମର ତ ଯୋଗ୍ୟତା ହବା ଦରକାର ମୁଁ ଗୋଟେ ଛୋଟ ପିଲାଟେ ସ୍କୁଲ ଯାଉ ସେ କହିବ ମତେ ଗୋଟେ ବାପା ବାଇକ୍ କିଣିଦିଅ ମୁଁ ତାକୁ ଗୋଟେ ବାଇକ୍ କିଣିଦେବି ସେ କଣ ବାଇକ୍ କିଣିବାର ଯୋଗ୍ୟ ବାଇକ୍ ଚଢିବାର ଯୋଗ୍ୟ ମୁଁ ଦେବି ସିଏ ତା ଯଦି ମୋ ପୁଅ ପିତୃ ମାନେ ପୁତ୍ର ସ୍ନେହର ଅଧିକ ହେଇକି ମୁଁ ତାକୁ ଗୋଟେ ବାଇକ୍ ଟେ କିଣିଦେବି ସେ ନେବ କୋଉଠି ବଜେଇଦେବ ଏଇଠି ଆକ୍ସିଡେଣ୍ଟ କରିବ କୋଉଠି ସେ ଖଣ୍ଡିଆ ଖାବରା ହବ କି ଗୋଡ ହାତ ଭାଙ୍ଗିବ କି ଗାଡି ଭାଙ୍ଗିବ ମୁଁ ବିପର୍ଯ୍ୟୟରେ ସମ୍ମୁଖୀନ ତେଣୁ ସିଏ କାରଣ ଯିଏ ଯୋଉଟାର ଯୋଗ୍ୟ ସିଏ ତାକୁ ସେଇ ଅନୁସାରେ ଦରକାର ତେଣୁ ଆମେ ସେଇଭଳି ଯୋଗ୍ୟତା ରହିବା ଦରକାର ଆମ ଭିତରେ ସେଇଭଳି ଯୋଗ୍ୟତା ରହିବା ଦରକାର ଯେ ସିଏ ପ୍ରଭୁ ଆମକୁ ଅଜାଡ଼ି ଦେବେ ଆମେ ସେଭଳି ଯୋଗ୍ୟ ହେଇନାହାନ୍ତି ଆମେ ସେଭଳି ଯୋଗ୍ୟ ହେଇନାହାନ୍ତି କାରଣ ଠାକୁର ସେଇଭଳି ଠାକୁର କହିଲେ ଆମେ ମାନୁଷ ଚାହି ସେ କୋଉଭଳି ମଣିଷ ଠାକୁର ଚାହୁଁଥିଲେ ଆମେ ସେଭଳି ମଣିଷ ହେଇପାରୁନାହାନ୍ତି ଠାକୁର କୋଉଭଳି ମଣିଷ ଚାହୁଁଥିଲେ ନା ଏଇ ପାର୍ଥିବ ଜଗତର ସମସ୍ତ ପ୍ରଲୋଭଧର ଉର୍ଦ୍ଧ୍ୱ ରହି ତାଙ୍କ ପାଖରେ ନିଜକୁ ବଳି ଦେଇ ତାଙ୍କ ବଳରେ ବଳିଆନ ହୁଅ ସିଏ କହୁଛନ୍ତି ତାଙ୍କ ବଳରେ ଆମେ ବଳିଆନ ହବା କଥା ମୁଁ କିନ୍ତୁ ମୋର କୋଠା ବାଡି ଅଛି ଗାଡି ଗୁଡା ଅଛି ହଁ ଗୋଟେ କହିଛନ୍ତି କ୍ଷା ମୁଁ ଗୋଟେ କରିଦବା ଚଳିଦବା ଏଇଟା ଗୋଟେ ଆଡିସନାଲ ନାହିଁ ମୁଁ ତାଙ୍କୁ ନିଜର ପରିବାର ମୁଖ୍ୟ ସେ ମୋର ପରିବାର ମୁଖ୍ୟ ସେ ମୋ ଜୀବନର ମୁଖ୍ୟ ସେ ମୋର ସମସ୍ତ ମୁଖ୍ୟ ମୁଁ ତାକୁ ମୁଖ୍ୟ ସ୍ଥାନ ଦେବି ମୁଁ ତାଙ୍କୁ ଯଦି ମୁଖ୍ୟ ସ୍ଥାନ ନଦେଲି ଗୌଣ ସ୍ଥାନ ରଖିଲି ତାହେଲେ ମୁଁ ତାଙ୍କର ପ୍ରାପ୍ୟଟା ପାଇବି କେମିତି ମତେ ତାଙ୍କ ପ୍ରାଣ ପାଇବାକୁ ହେଲେ ଈଶ୍ୱର ତୋକେ ବାସନାଏ ଭଲ ତାତେ ତୋର କି ତୁଇ ଯଦି ତାର ନାଁ ବାସିଲେ ଭଲ ଛାଇରଟା ଲାଗି ଈଶ୍ୱର ତୋତେ ଭଲ ପାଆନ୍ତି ସେତେ ତୋର କିଛି ନାହିଁ ସେ ସବୁ ଦେଇପାରେ ଆଜି ମୋର ଏଇଟା ହେଲା ମୋର ସେଇଟା ହେଲା ବିଭିନ୍ନ ପ୍ରକାର ସମସ୍ୟା କଥା ନେଇ ଆମେ ଦୌଡୁଛୁ ଠାକୁର କହିଲେ ତ ସବୁ ସମସ୍ୟା ସମାଧାନ ଜାଣିଛି ଇଷ୍ଟ ଯଦି ଇଷ୍ଟଙ୍କୁ ପ୍ରତିଷ୍ଠା କରି ଚାଲୁ ତାହେଲେ ଜୀବନରେ ସବୁ ସମସ୍ୟାରେ ସମାଧାନ ହେଇଯିବ ଯଦି ସବୁ ସମସ୍ୟା ମୋର ସମାଧାନ ନ ହଉଛି ସମାଧାନ ହେଇପାରୁନି ତାହେଲେ ବୁଝିବାକୁ ହେବ ମୋ ଇଷ୍ଟ ପ୍ରତିଷ୍ଠାରେ କୋଉଠି ଗଲତି ରହିଛି ମୁଁ ଇଷ୍ଟ ପ୍ରତିଷ୍ଠା ଠିକ ଭାବରେ କରୁନାହିଁ
इष्ट चलनी थाए जदि तोर रुकबनी आ दुर्गति दुर्गति सब दुर्ग ही आनिब जय उन्नति आउ तोते दुर्गति अटकई पारिब नाही जदि जीवन रे इष्ट चलनी थाए इष्ट चलनी जदि तोर ठीक ठीक थाए आउ कौनसी दुर्गति तोते अटकई पारिब नाही रोकी पारिब नाही एटा ठाकुरंकर बाणी इष्ट चलनी थाए जदि तो रोकबनी आ दुर्गति दुर्गति सब दूर हो चलो जदि मोर दुर्गति मते रोकी दौची दुर्गति मोर दूर हो नाही एथिरे बुझिबा को हबो मोर इष्ट चलनीटा मो ठीक ठीक भाव में चालू नाही मोर इष्ट चलनीटा ठीक हो नाही ठाकुर देखो आज्ञा आमे को ठाकुर कौन चाहूँगी आमे को अवस्था अच्छा ठाकुर चाहूँगी अनेक बाले ठाकुर निशा शब्दटा को व्यवहार करछंती अनेक बाले निशा शब्दटा को व्यवहार निशा शब्दटा कौन ना इष्ट निशाए छुटिले पुरुष प्रज्ञा अनुपमा जदि इष्ट निशारे पुरुष छुटिव ताले से ज्ञान ऊर्ध प्रज्ञावान हो जदि इष्ट निशा आउ गोटे ठाकुर कहले बाणी गोटे जगह ताड़न पीड़न भत्सना इष्ट निशा जेन न भांगे जेते माड़ खाओ गाली खाओ जेते भत्सना शुण जमी इष्ट निशाटा न भांगे आमको किंतु से भली निशा है नाही तेणु आम भितरे मतांतर मनांतर सी मत या कहला मुझे कहीं आम स्वार्थ आत्म प्रतिष्ठा करवा निजक प्रतिष्ठा करवा इष्ट कर्म भितर निजक प्रतिष्ठा करवा लक्ष्य धाइलु मते समस्ते बड़ कहतु मते समस्ते मानतु यही कथा धाइलु कहीं ना आम इष्ट निशारे मशगुल है हूँ जी आज्ञा मद पियाई मद निशारे मशगुल होती पड़िया गड़ुची आपण गोईठा चापुड़ दिगोईठा पकाते से किसी जापर किसी जापर कहीं जापर ना से गोटे निशारे मशगुल हो जाए से ड्रेन शु से गदीर शु तार किसी फरक पड़ोनी तेणु आपण से जिते इष्ट निशारे मशगुल हो इष्ट निशारे मशगुल होते आपण को जी जहाँ गाली दूची पछरे आपण को जी जहाँ कहूँ आपण सेटारे किसी फरक पड़ो ना कहीं आपण गोटे निशारे मशगुल हो जाता ठाकुर चाहते ये निशारे मशगुल हूँ एमती पागल हो जातु कहीं गोटे पागल कुकुर भली हवा दरकार पागल कुकुर कौन ना पागला कुकुरटा जहाँ कामुड़ सी पागल हो पागला कुकुरटा जहाँ कामुड़देला सी पागल होगा कहीं पागला कुकुर ना विष जाकि सी पागल हो तुम जहाँ देर हाथ मार सी जमी तुम भाया पागल ये मनीष ठाकुर चाहते ये निशारे मशगुल हवा मनीष चाहते आज्ञा दुईटी पुस्तक आम तो बहुत पुस्तक ठाकुर पढ़ी ठाकुर आम बहुत पुस्तक पढ़ी किंतु दुईटी पुस्तक को आम ठाकुर भाव शरीर भावु से पुस्तक दुईटी को ठाकुर भाव शरीर भावु एवं ठाकुर को उपलब्धि करूँ अनुभव करूँ से पुस्तक धरले से पुस्तक गोटे हूँ सत्यानुसरण आ गोटे हूँ पुण्यपुथी सत्यानुसरण जहाँ माने 22 वर्ष बयस ठाकुर लिखे सत्यानुसरण तार मुखबंध लिखिं जे अर्थमान जश इत्यादि पाइबा आशारे मु तुमको मत ठाकुर सजाई भक्त को नहीं ठाकुर आम पाखर दुईटी आशा करिसेंती आम पाखर ठाकुर दुईटी आशा रखिंट से आशा दुईटी है कौन ना तुमर ठाकुर तो जागृत नहले कहीं तुमर केन्द्र भी नुहति ठाकुर भी नियंती फांकीदेले पाऊ प्रथम आशाटी है आम भीतर केमती ठाकुर तो जागृत हो यही आशाटा से रखिंट आम भीतर किपरि ठाकुरत्व जागृत हो आम भीतर ठाकुरत्व जागृत हेले से खुशी हेबे कारण तांकर धरावर्तन सार्थक हब तेणु से तांकर लीला सार्थक हब तेणु आचार्य परंपरा से देई गले जुगे जे नूतन रूप कहते कीर्तन नूतन रूप ये नुआ रूपटा कौन जुगे जुगे पुरुषोत्तम आसते पापी को विनाश कले चलीगले आउ ता परवर्ती धर्म ग्लानि हम से कथा सी जानी तेणु से कहते पुणी जो धर्म ग्लानि हम मत आसवाक पड़ो किंतु एथर पुरुषोत्तम भिन्न पापी को विनाश करने आसिले ना पापी को परित्राण करने आसिले पापी देहरु पाप को विनाश करी ताकू धार्मिक मनीष परिणत करेंगे जदि रोगी देहरु गोटे भल डाक्तर को देखे रोगटा जदि सफा कर दि जाए से सुस्थ मनीषटे हो से पापी मनीष देहरु पापटा को जदि दूर कर दि जाए से पुण्यवान मनीषटे हो से देवतुल्य मनीषटे हो से
ଏଥର ତାଙ୍କର ଧରା ଅବତରଣ। ତେଣୁ ସେ ଆଚାର୍ଯ୍ୟ ପରମ୍ପରା ରଖିଛନ୍ତି ଯେ ସମସ୍ତଙ୍କୁ ପୁଣ୍ୟବାନ କରି ତୋଳିବେ, ସମସ୍ତଙ୍କୁ ଦେବତୁଲ୍ୟ ମଣିଷ କରି ତୋଳିବେ। ଏଇଟା ହଉଛି ତେଣୁ ସମସ୍ତଙ୍କ ତୁମର ଠାକୁରତ୍ୱ ଜାଗ୍ରତ ନହେଲେ, ତେଣୁ ସତ୍ୟାନୁସରଣୀ ଠାକୁର ମୁଖବନ୍ଧରେ କହିଲେ ତୁମର ଠାକୁରତ୍ୱ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ବି ନୁହନ୍ତି, ଠାକୁର ବି ନୁହନ୍ତି। ଯଦି ଠାକୁରତ୍ୱ ଜାଗ୍ରତ ନହେଲା ତାହେଲେ ଠାକୁର ବି ଆମର ହେବେ ନାହିଁ। ଯଦି ଠାକୁର ଆମର ହେବେ ନାହିଁ, ଆମେ ଏତେ ଦୌଡ଼ିକି ଲାଭ କଣ ହବ? ଠାକୁର ତ କହୁଛନ୍ତି ମୁଁ ତମର ହେବିନି, ସେ ତ ମୋର ହେଲେନି, ମୁଁ ତ ତାଙ୍କର ହେଇପାରିଲିନି, ମୁଁ ତାଙ୍କର ହେଇପାରିଲିନି, ତାହେଲେ ମତେ ଦୌଡ଼ି କରିକି କହିକି ଲାଭଟା କଣ ହେଲା? ତେଣୁ ମତେ ମୋର ଠାକୁରତ୍ୱ ଜାଗ୍ରତ କରିବାକୁ ପଡିବ। ସମସ୍ତଙ୍କ ଭିତରେ ଠାକୁରତ୍ୱ ଅଛି ଆଜ୍ଞା। କେବଳ ମୁନି ଋଷି ସାଧୁ ସନ୍ଥ ମହାପୁରୁଷଙ୍କ ଭିତରେ ଯେଉଁ ଠାକୁରତ୍ୱ ଅଛନ୍ତି, ଜଣେ ଚୋର ଡକାୟତ ଖଣ୍ଟ ଟାଉଟର ପାଖରେ ମଧ୍ୟ ଠାକୁରତ୍ୱ ଅଛି। ତେଣୁ ସେ ଠାକୁରତ୍ୱଟା କେମିତି ଅଛି ନା ସୁପ୍ତ ଅବସ୍ଥାରେ ଅଛି। ତେଣୁ ସିଏ ଯଦି ପୁରୁଷୋତ୍ତମକୁ ଧରିବ ତାର ମଧ୍ୟ ଠାକୁରତ୍ୱ ଜାଗ୍ରତ ହେଇଯିବ। ଜଣେ ଚୋର ଡକାୟତ ଖଣ୍ଟ ମଧ୍ୟ ସେ ଦେବତୁଲ୍ୟ ମଣିଷରେ ପରିଣତ ହେଇଯିବ। ଦସ୍ୟୁ ରତ୍ନାକର ବାଲ୍ମୀକିରେ ପରିଣତ ହେଇଯିବ। ଅନେକ ଦସ୍ୟୁ ରତ୍ନାକରରୁ ଡକାୟତ ଚୋର ମଧ୍ୟ ଶ୍ରୀ ଠାକୁରଙ୍କ ସାନ୍ନିଧ୍ୟରେ ଆସିକି ଦେବତୁଲ୍ୟ ମଣିଷରେ ପରିଣତ ହେଇଛନ୍ତି। ଉଦାହରଣ ତ ବହୁତ ଦିନ ସରିଯିବ, ଉଦାହରଣ ସରିବ ନାହିଁ। ତେଣୁ ଠାକୁରତ୍ୱ ଜାଗ୍ରତ କରିବା କଥା ଠାକୁର ଆମ ପାଖରୁ ଚାହିଁଛନ୍ତି। ଦ୍ୱିତୀୟ ଗ୍ରନ୍ଥଟି ହେଲା ପୁଣ୍ୟପୋଥି। ପୁଣ୍ୟପୋଥି ଠାକୁରଙ୍କର ଭାବ ସମାଧିତ ଅବସ୍ଥାର ବାଣୀ। ଠାକୁର ପୁଣ୍ୟପୋଥିରେ ପ୍ରଥମେ ଚାହିଁଛନ୍ତି ଆମେ ଶୁଦ୍ଧ ଆତ୍ମା ଚାହିଁ। ସେ ଚାହିଁଛନ୍ତି ଆମ ଠାକୁର କଣ ନା ଆତ୍ମାଟା ଶୁଦ୍ଧ ଆତ୍ମା। ଆମ ଆତ୍ମାଟା ଯେତେବେଳେ ଯିବ ଶେଷରେ ଶୁଦ୍ଧ ହେଇକି ଯେମିତି ତାଙ୍କ ପାଖରୁ ଆସିଥିଲା ସେମିତି ତାଙ୍କ ପାଖରେ ପହଞ୍ଚିବ। କିନ୍ତୁ ଯେମିତି ତାଙ୍କ ପାଖରେ ଆସିଥିଲା ତାଙ୍କ ପାଖରୁ ଆମେ ସେମିତି ପହଞ୍ଚେଇ ପାରିନାନି। ଆମେ ତାକୁ ଯେତେବେଳେ ଆମ ଆତ୍ମା ଭିତରେ ଆମ ଶରୀର ଭିତରେ ପଶି ଜୀବାତ୍ମାରେ ପଶିଲା, ଆମେ ତାକୁ କଣ କଲୁ ନା ମିଥ୍ୟା ଅହଙ୍କାର, ମିଥ୍ୟା ବିଭିନ୍ନ ପ୍ରକାର କୁକାର୍ଯ୍ୟ ଲିପ୍ତ ରହି ଆତ୍ମାଟାକୁ ଅଶୁଦ୍ଧ କରି ପକେଇଛୁ। ସେ ଚାହୁଁଛନ୍ତି ସେଇ ଆତ୍ମାଟା ଶୁଦ୍ଧ ଆତ୍ମା ହିଁ ତାଙ୍କ ପାଖକୁ ଫେରି ଯାଉ। ଲୁଗା ଦୋକାନରୁ ଲୁଗାଟେ ଆଣିଛନ୍ତି, ତାକୁ ଫେରେଇବାକୁ ନେବେ, 15 ଦିନ କାରବାର କରିକି ନେଲେ ସେ କଣ ଫେରେଇବ? ତାକୁ ଯୋଉ ଅବସ୍ଥାରେ ଆଣିଥିଲେ ସେଇ ଅବସ୍ଥାରେ ନେଲେ ସେ ଫେରେଇ ନେବ। ତେଣୁ ଆମେ ଯୋଉ ପ୍ରାର୍ଥନା କରୁ ପ୍ରଭୁ ତାଙ୍କର ଆତ୍ମାର ସଦ୍ଗତି ହଉ, କେମିତି ସଦ୍ଗତି ହବ? ଇହ ଲୋକରେ କରିବୁ ଯା ତୁଇ ଉନ୍ନତି ବା ଅବନତି, ତାରି ଫଳଟି କରିବରେ ସ୍ଥିର ପରଲୋକେ ତୋର ଗତି। ମୋର ଆତ୍ମାଟାକୁ ମୁଁ ତ ଅଶୁଦ୍ଧ କରି ପକେଇଛି, ଆଉ ମୁଁ କେମିତି ସେ ତାଙ୍କ ଚରଣ ପ୍ରାନ୍ତରେ ସ୍ଥାନ ପାଇବ? ତାଙ୍କ ଚରଣ ପ୍ରାନ୍ତ ସ୍ଥାନ ପାଇବାକୁ ହେଲେ ମତେ ସେଇଭଳି ହବାକୁ ପଡିବ, ତାଙ୍କ ଭଳି ହବାକୁ ପଡିବ। ସେ ଆତ୍ମାକୁ ଶୁଦ୍ଧ, ସେଇଟା ସେ ଚାହିଁଛନ୍ତି। ଆମେ ଶୁଦ୍ଧ ଆତ୍ମା ଚାହିଁ, ତେଣୁ ଆତ୍ମା ଶୁଦ୍ଧ ହେଲେ ସେ ପୁଣି ତାଙ୍କ ପାଖରେ ପହଞ୍ଚି ପାରିବ। ତେବେ ଆସନ୍ତୁ, ମୁଁ ଆଉ ସମୟ ଅତିକ୍ରମ କରୁନି, ଦୁଃଖର ସହିତ ମୁଁ ଜଣାଉଛି, ଆପଣମାନଙ୍କ ପାଖରୁ କ୍ଷମା ମାଗି ନେଉଛି। ଏଇ ଭଜନ କୀର୍ତ୍ତନ ଚାଲିଥିବା ବେଳେ ଆମର ଜଣେ ସକ୍ରିୟ ସତ୍ସଙ୍ଗୀ ଏବଂ ଆଗଧାଡ଼ିର ସତ୍ସଙ୍ଗୀ, ତାଙ୍କ ସ୍ତ୍ରୀଙ୍କର ଦେହାନ୍ତ ହେଇଗଲା। ଏଇ ଟେଲିଫୋନଟା ମୋ ପାଖକୁ ଆସିଲା। ତେଣୁ ମୁଁ ଅତି ଦୁଃଖରେ ମର୍ମାହତ। ମୁଁ କହିଲି ଭାଇ କ୍ଷମା କରିବ, ଏଇ କାମଟା ସାରିଦେଇ ମୁଁ ଯାଇ ପହଞ୍ଚିବି। ତେଣୁ ମୁଁ ଯାଇ ପହଞ୍ଚୁଛି। ତେଣୁ କାମଟା ସାରିଦେଇ, ତେଣୁ ସତ୍ସଙ୍ଗ ଯେତେବେଳେ ଅଛି ଅନଲାଇନରେ ସାରିଦେଇକି ମୁଁ ଯାଇ ପହଞ୍ଚିବି। ତେଣୁ ଦୁଃଖର ସହିତ ଜଣାଉଛି ଯେ ଆପଣମାନଙ୍କ ପାଖରୁ କ୍ଷମା ମାଗି ନେଉଛି। ମୁଁ ବର୍ତ୍ତମାନ ତାଙ୍କ ଘରକୁ ଯିବାକୁ ପଡିବ। ତେଣୁ ମୁଁ ଆପଣମାନଙ୍କ ପାଖରୁ ଅନୁପସ୍ଥିତ ରହିବି। ଆଉ ସମସ୍ତଙ୍କର ପୁଣି ଥରେ ସାର୍ବିକ ମଙ୍ଗଳ କାମନା କରି ପରମ ଦୟାଳୁଙ୍କ ରାତ୍ରୋଚରଣ ପ୍ରାର୍ଥନା ନିବେଦନ ଜଣାଏ। ଜୟ ଗୁରୁ, ଜୟ ଗୁରୁ। ଜୟ ଗୁରୁ ଆଜ୍ଞା, ବହୁତ ବହୁତ ଧନ୍ୟବାଦ। ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ନାୟକ, ଅତିରିଚୁ ସତ୍ସଙ୍ଗ ବିହାର ଭୁବନେଶ୍ୱର। ଏତେ ସୁନ୍ଦର ଭାବରେ ଆଜିର ଯେ ଆଲୋଚ୍ୟ ବିଷୟ ଥିଲା ସଂଯତ ଶୃଙ୍ଖଳିତ ଦାମ୍ପତ୍ୟ ଜୀବନ, ଦେବ ସନ୍ତାନର ଆଗମନ। ସୁନ୍ଦର ଟପିକ। ଏ ମନୁଷ୍ୟ ସମାଜ